So today we'll study chapter 1 of class 6 geography. Okay. The chapter name is The Earth in the Solar System. देखो कौन कहूँ से कुछ how wonderful it is to watch the sky after sunset. Okay. ତାହେଲେ ସୂର୍ଯ୍ୟାସ୍ତ ପରେ ଓକେ ଆକାଶଟାକୁ ଦେଖିବାକୁ ବହୁତ ସୁନ୍ଦର ଲାଗେ ଓକେ ତାହେଲେ ଆକାଶଟା ବହୁତ ସୁନ୍ଦର ଦେଖାଯାଏ ସୂର୍ଯ୍ୟାସ୍ତ ପରେ କାହିଁକି ଦେଖାଯାଏ ତାପରେ ସେ କହୁଛି ଦେଖ one would first notice okay one or two bright dots shining in the sky okay ତାହେଲେ ସୂର୍ଯ୍ୟାସ୍ତ ପରେ ଆମେ ଯଦି ଆକାଶକୁ ଦେଖିବା ପ୍ରଥମେ କଣ ଦେଖିବା ଗୋଟେ କିମ୍ବା ଦୁଇଟି ବ୍ରାଇଟ୍ ଡଟ୍ସ ଓକେ ତାମାନେ ବ୍ରାଇଟ୍ ମାନେ ଉଜ୍ଜଳ ଓକେ ତାହେଲେ ଗୋଟେ ବ୍ରାଇଟ୍ ଡଟ୍ସ ବା ବିନ୍ଦୁ ପରି ଗୋଟେ ଉଜ୍ଜଳ ବିନ୍ଦୁ ଆମେ ଗୋଟେ କିମ୍ବା ଦୁଇଟା ଦେଖିବା ଓକେ ସୂର୍ଯ୍ୟାସ୍ତ ପରେ ଆମେ ଯଦି ଆକାଶକୁ ଦେଖିବା soon খুব শীঘ্র you would see the number increasing okay তাহলে ଦେଖିବ ମାନେ এই ଯୋଉ ଗୋଟେ ଦୁଇଟା ବ୍ରାଇଟ୍ ଡଟ୍ସ ଦେଖି ସାରିଲା ପରେ ତାର କିଛି ସମୟ ପରେ ଦେଖିବ ଏଇ ଯୋଉ ନମ୍ବରଟା କଣ ଧୀରେ ଧୀରେ ଇନକ୍ରିଜ ହେବ ତାହେଲେ ଯୋଉ ଗୋଟେ ଦୁଇଟା ଦେଖୁଥିଲ ଏଇଟା ଧୀରେ ଧୀରେ ବଢିବାକୁ ଲାଗିବ ଚାରିଟା ପାଞ୍ଚଟା ଛଅଟା ଏମିତି ଦେଖିବା ଓକେ ତ ନେକ୍ସଟ କହୁଛି you cannot count them anymore okay ତାପରେ ଏତେ ବଢିଯିବ ଯେ ଆମେ ତାକୁ ସେ ଯୋଉ ବ୍ରାଇଟ୍ ଡଟ୍ସ କୁ ଆମେ ଗଣି ପାରିବା ନାହିଁ the whole sky is filled with tiny shining objects okay ତାହେଲେ ଆକାଶ ସାରା ଛୋଟ ଛୋଟ ସାଇନିଂ ଅବଜେକ୍ଟସ ରେ କଣ ଆକାଶଟା ପୁରା ପୂର୍ଣ୍ଣ ହେଇଯିବ ପୁରା ଫିଲ୍ଡ ହେଇଯିବ କୁਝ ସେଇ ଯୋଉ ସାଇନିଂ ଅବଜେକ୍ଟସ କୁਝ ସମ୍ ଆର୍ ବ୍ରାଇଟ୍ ଆଣ୍ଡ ଅଦର୍ସ ଡିମ୍ ଓକେ ତାହେଲେ କିଛି ବ୍ରାଇଟ୍ ହଉଥିବେ ଆଉ କିଛି ଡିମ୍ ହେଇଥିବେ ବା ମାନେ କିଛି ବ୍ରାଇଟ୍ ମାନେ କଣ ବହୁତ ଯେମିତି ଉଜ୍ଜଳ ହେଇକି ଜଳୁଥିବେ ଆଉ କିଛି ଡିମ୍ ଲାଇଟ୍ ଦଉଥିବେ ନେକ୍ସଟ କଣ କହୁଛି ଇଟ୍ ସେମ୍ସ ମାନେ ଏହା ଜଣା ପଡୁଛି କି as if the sky is studded with diamonds okay ତାହେଲେ ଏହା ଜଣା ପଡୁଛି କଣ ନା ଯେମିତି ଆକାଶ ସାରା ଡାଇମଣ୍ଡ ଖଞ୍ଜା ହେଇଛି okay the sky is studded with diamonds okay they all appear to be twinkling okay ତାହେଲେ ଏଇ ଯୋଉ ଡାଇମଣ୍ଡ ଗୁଡା ବା ଯୋଉ ଆମେ ବ୍ରାଇଟ୍ ଡଟ୍ସ ଆମେ ଦେଖା ଯାଉଛି okay ওটা কোন টুইঙ্কলিং মানে কোন actually ମିଞ୍ଜି ମିଞ୍ଜି ହେଇ ଜଳିବା okay ମାନେ କିଛି ସମୟ ପାଇଁ ବ୍ରାଇଟ୍ ଲାଇଟ୍ ଦବ ତା କିଛି ସମୟ ପରେ ଡିମ୍ ଲାଇଟ୍ ଦବ okay twinkling କିନ୍ତୁ but if you look at them carefully ତୁମେ ଯଦି ସେ ଯୋଉ ସାଇନିଂ ଅବଜେକ୍ଟ ସେଟାକୁ ଦେଖିବ କଣ କେୟାରଫୁଲି ଦେଖିବ you will notice ତୁମେ ନୋଟିସ କରିବ କଣ ନୋଟିସ କରିବ which that some of them do not twinkle as others do okay ତୁମେ ଯଦି ସାଇନିଂ ଅବଜେକ୍ଟସ୍ କୁ କେୟାରଫୁଲି ଦେଖିବ ତାହେଲେ ଦେଖିବ କିଛି ଅଛନ୍ତି ସେମାନଙ୍କ ଭିତରୁ କଣ ଟ୍ୱିଙ୍କଲ କରୁନଥିବେ ଓକେ ମାନେ କିଛି ଟ୍ୱିଙ୍କଲ କରୁଥିବେ ଆଉ କିଛି ଟ୍ୱିଙ୍କଲ କରୁନଥିବେ ବା କିଛି ମିଞ୍ଜି ମିଞ୍ଜି ହେଇ ଜଳୁ ନଥିବେ ଓକେ ତ ନେକ୍ସଟ ହଉଛି ଦେ ସିମ୍ପଲି ଗ୍ଲୋ ଓକେ ତାମାନେ ଯୋଉଟା ଆଦୌ ମିଞ୍ଜି ମିଞ୍ଜି ହଉନଥିବେ ଦେ ସିମ୍ପଲି ଗ୍ଲୋ ୱିଦାଉଟ୍ ଏନି ଫ୍ଲିକର ଜଷ୍ଟ ଆଜ ଦ ମୁନ୍ ସାଇନ୍ସ ଓକେ ଫ୍ଲିକର ମାନେ ଆକ୍ଚୁଆଲି କଣ ଯେ ମନେକର ଗୋଟେ ଲାଇଟ୍ ଟା ଧପ ଧପ ହଉଛି ଓକେ ମାନେ ଜଳୁଛି ଲିଭୁଛି ଦ୍ୟାଟ ଇଜ ଫ୍ଲିକର ଓକେ ତାହେଲେ ଏଇ ଯୋଉ କିଛି ଯୋଉ ସାଇନିଂ ଅବଜେକ୍ଟସ କନଷ୍ଟାଣ୍ଟଲି ଜଳୁଥିବେ ଓକେ ତାମାନେ ଦେ ସିମ୍ପଲି ଗୋ ୱିଦାଉଟ୍ ଏନି ଫ୍ଲିକର ତାହେଲେ ସେଇ ଯୋଉ ଧପ ଧପ ହେଇ ଜଳୁନଥିବେ ଜଷ୍ଟ ଆଜ ଦ ମୁନ୍ ସାଇନ୍ସ ଜହ୍ନ ଯେମିତି କନଷ୍ଟାଣ୍ଟଲି ଆମକୁ ଗ୍ଲୋ କରେ ଠିକ ସେମିତି କିଛି ସାଇନିଂ ଅବଜେକ୍ଟସ କନଷ୍ଟାଣ୍ଟଲି ଗ୍ଲୋ କରୁଥିବେ ଓକେ along with these bright objects okay ତାମାନେ କଣ ଏଇ ଯୋଉ ବ୍ରାଇଟ୍ ଅବଜେକ୍ଟସ ମାନଙ୍କ ସହିତ ଆଉ କଣ ଦେଖିବ you may also see the moon on most of the days okay ତାହେଲେ ଏଇ ଯୋଉ ବ୍ରାଇଟ୍ ଅବଜେକ୍ଟସ ଦେଖିବ ଏବଂ ତୁମେ ଦେଖିବ ଅଧିକାଂଶ ଦିନ ମାନଙ୍କରେ ତୁମେ ମୁନ କୁ ମଧ୍ୟ ଦେଖିବ କେତେବେଳେ ଦେଖିବ ଯେତେବେଳେ ତୁମେ ସନସେଟ ପରେ ଆକାଶକୁ ଦେଖିବ ଆଫ୍ଟର ସନସେଟ ଯେତେବେଳେ ତୁମେ ଆକାଶକୁ ଦେଖିବ which it may however appear at different times in different shapes and at different positions okay ତାହେଲେ ଯୋଉ ଅଧିକାଂଶ ଦିନ ମାନଙ୍କରେ ତୁମେ ଯୋଉ ଜହ୍ନକୁ ଦେଖିବ ଓକେ ସେ ଜହ୍ନଟା କଣ ଡିଫରେଣ୍ଟ ସେପ ରେ ଦେଖା ଦେଇପାରେ ଡିଫରେଣ୍ଟ ଟାଇମ ରେ ଦେଖା ଦେଇପାରେ ଏବଂ ଡିଫରେଣ୍ଟ ପୋଜିସନ ରେ ଦେଖା ଦେଇପାରେ ସେପ ବୋଇଲେ କେତେ ବଡ ଛୋଟ ଓକେ ଓକେ ମାନେ ତାର ଆକାର ବେଳେ ଦେଖିଯିବ ଗୋଟେ ଫୁଲ ଦେଖାଯିବ ଲାଇଟ ଦେଖାଯିବ ତାପରେ ଦେଖିବ ଗୋଟେ ଚନ୍ଦ୍ର ଟାଇପ ଦେଖାଯିବ କଣ ଗୋଟେ ବଙ୍କା ଟାଇପ ଦେଖାଯିବ ଓକେ ତ ସେଇଟା ଡିଫରେଣ୍ଟ ଟାଇମ ରେ ବି ଦେଖାଯାଏ ତ ନେକ୍ସଟ କହୁଛି you can see the full moon only once in about a month's time okay full moon means କଣ actually ମାନେ ପୁରା କମ୍ପ୍ଲିଟ ମୁନ୍ ଟାକୁ ଆମେ ଦେଖିବା ଫୁଲ ମୁନ୍ ବା ଆମେ ପୂର୍ଣ୍ଣିମା କୁହନ୍ତି ସେଟାକୁ ତୁମେ ଗୋଟେ ଫୁଲ ମୁନ୍ ଦେଖିବ
only once in about a month's time, okay, କେବଳ ଥରେ ଦେଖିବ କେତେ about about a month's time, ତାହେଲେ ମାସରେ କେବଳ ତମେ ଥରେ ଦେଖିପାରିବ କଣ full moon ଦେଖିପାରିବ। it is full moon, କଣ it is full moon, it is full moon night or ପୂର୍ଣ୍ଣିମା ଆମେ ତାକୁ କୁହନ୍ତି ଓଡ଼ିଆରେ, okay, a fortnight later, fortnight means actually କଣ, fortnight means ଆମର 2 weeks କୁ ଆମେ fortnight କୁହନ୍ତି, okay, ତାହେଲେ ଗୋଟେ fortnight କେତେ days ହେଇଯିବ, ତାହେଲେ one fortnight equal to 14 days, how many days, 14 days ଗୋଟେ fortnight, okay, ତାହେଲେ ଗୋଟେ fortnight ହଉଛି କେତେ, 2 weeks କୁ ଆମେ ଗୋଟେ fortnight କୁହନ୍ତି, okay, ତାହେଲେ ପୂର୍ଣ୍ଣିମାର ମାନେ 14 days ପରେ you cannot see it at all, okay, ତମେ ଏଇ ଯୋଉ moon କୁ ଆଦୌ ଦେଖିପାରିବ ନାହିଁ, which it is a new moon light, okay, এটা কোন new moon light or অমাবাস্যা আমরা তাকে কুহନ୍ତି, okay, তাহলে অমাবাস্যা কোন কুহନ୍ତି new moon light, new moon night, okay, which on this day, okay, এই দিনে কোন you can watch the night sky best provided it is a clear night, okay, তাহলে এই যে অমাবাস্যা দিন যে new moon night দিନ তুমি sky ଟାକୁ ବହୁତ ଭଲ ଭାବରେ ଦେଖିପାରିବ, କାହିଁକି ନା ସେଦିନ ଆକାଶ ପୁରା ଅନ୍ଧକାର ଥିବ, ଓକେ, ମୁନ ର ଲାଇଟ ଟିକେ ବି ନଥିବ, ଓକେ, ସେ କହୁଛି କଣ କଣ୍ଡିସନ ଦେଇଛି ପ୍ରୋଭାଇଡେଡ ଇଟ ଇଜ ଏ କ୍ଲିୟର ନାଇଟ, ଯଦି କୌଣସି କ୍ଲାଉଡ ନଥିବ ଆକାଶରେ କ୍ଲିୟର ନାଇଟ ଥିବ ତାହେଲେ ତମେ ଆକାଶଟାକୁ ବହୁତ ଭଲ ଭାବରେ ଦେଖିପାରିବ, କେବେ ଦେଖିପାରିବ, ଅମାବାସ୍ୟା ଦିନ। ନେକ୍ସଟ କହୁଛି ଡୁ ୟୁ ୱାଣ୍ଡର, ୱାଣ୍ଡର ମିନ୍ସ କଣ କହିଲେ ସରପ୍ରାଇଜ, okay, the surprise ହଉଛି କି କଣ ପାଇଁ ନା why can't we see the moon and all those bright tiny objects during daytime, ହଉଛି ତାପରେ do you wonder means ତୁମେ surprise ହଉଛ କି କାରଣ why can't we see the moon, ଆମେ moon ଟାକୁ ଦେଖି ପାରନ୍ତି ନାହିଁ ଏବଂ all those bright tiny objects, okay, ଏବଂ ଏଇ ଯୋଉ ଉଜ୍ଜଳ ହେଇକି ଜଳୁଥିବା ଛୋଟ ଛୋଟ ବିନ୍ଦୁ ବା ଡଟ୍ସ ବା ଯୋଉ ଅବଜେକ୍ଟ ଆମେ ତାକୁ ବି ଦେଖି ପାରନ୍ତି ନାହିଁ, କେତେବେଳେ ଦେଖି ପାରନ୍ତି ନାହିଁ, ଦିନ ବେଳା ଦେଖି ପାରନ୍ତି ନାହିଁ, ଏଇ ଯୋଉ ଦିନ ବେଳେ ମୁନ କୁ ଆଉ ବ୍ରାଇଟ ଟିନି ଅବଜେକ୍ଟ ନ ଦେଖିପାର ଏଥିପାଇଁ ଆଶ୍ଚର୍ଯ୍ୟ ହଉଛି କି, ନେକ୍ସଟ କହୁଛି ଇଟ ଇଜ ବିକଜ, କାରଣ ଆମେ ଏସବୁ ଦେଖିପାରନ୍ତିନି ଦିନରେ କାରଣ the very bright light of the sun does not allow us to see all these bright objects of the night sky, okay, ତାହେଲେ ଯୋଉ ସୂର୍ଯ୍ୟଙ୍କର ଯୋଉ ଦିନରେ ଯୋଉ ଲାଇଟ ପଡେ ସେଇ ଲାଇଟ ଆମକୁ କଣ ଏଇ ଯୋଉ ତିନି ବ୍ରାଇଟ ଅବଜେକ୍ଟ ଆଉ କଣ ମୁନ କୁ ରାତିରେ ଦେଖେଇ ଦିଏ ନାହିଁ, ନା କଣ ଦିନରେ ଦେଖେଇ ଦିଏ ନାହିଁ, does not allow us to see all these bright objects of the night sky, okay, ତାହେଲେ ରାତିର ଆକାଶରେ ଏଇ ଯୋଉ ବ୍ରାଇଟ ଅବଜେକ୍ଟ ପଡୁଥାନ୍ତି ଆଉ ମୁନ ପଡୁଥାନ୍ତି ଏଗୁଡା ଦିନରେ ଦେଖାଯାଏ ନାହିଁ, କାରଣ କଣ ନା ଯୋଉ ସୂର୍ଯ୍ୟଙ୍କର ଯୋଉ ଭେରି ବ୍ରାଇଟ ଲାଇଟ ପଡେ, ମାନେ ଅତି ଯୋଉ ଉଜ୍ଜଳ ଆଲୋକ ସୂର୍ଯ୍ୟଙ୍କର ଯୋଉ ଦିନ ବେଳା ପଡେ ସେଥିଯୋଗୁଁ ଆମେ ଦେଖିପାରନ୍ତି ନାହିଁ। Next question, ଏଇଟା ତୁ ଜାଣିଛୁ ସବୁ, okay, the sun, the moon and all those objects shining in the night sky, okay, ତାହେଲେ କଣ କହୁଛି ସୂର୍ଯ୍ୟ, ମୁନ ଏବଂ ଆଉ ଯେତେ ସବୁ ସାଇନିଂ ଅବଜେକ୍ଟସ ଯୋଉଟା ରାତିର ଆକାଶରେ କଣ ସାଇନିଂ କରନ୍ତି, ଏମାନଙ୍କୁ କଣ କୁହନ୍ତି, କହୁଛି they are called celestial bodies, okay, ତାହେଲେ sun, moon ଆଉ ଯେତେ ସବୁ ସାଇନିଂ ଅବଜେକ୍ଟସ ରହିଲା ସେଟାକୁ ଆମେ କଣ କହିବା ସେଲେଷ୍ଟିଆଲ ବଡିଜ କହିବା, ଓକେ, ତ ଏଇ ଟର୍ମ ଟା ମନେ ରଖ, ଠିକ ଅଛି, ତ ସେଲେଷ୍ଟିଆଲ ବଡିଜ କାହାକୁ କହୁଛନ୍ତି, ଗୋଟେ ହେଲା ସନ୍, ନେକ୍ସଟ କିଏ, ନେକ୍ସଟ ଇଜ ମୁନ, ନେକ୍ସଟ ହଉଛି ଯୋଉ ସାଇନିଂ ଅବଜେକ୍ଟସ ରହିଲେ ତାକୁ ଆମେ ସେଲେଷ୍ଟିଆଲ ବଡିଜ କହୁଛନ୍ତି। some special bodies are very big and hot, okay, sorry, some celestial bodies are very big and hot, କିଛି celestial bodies ଅଛନ୍ତି ଯୋଉଟା ସ୍ପେସ ରେ ଆମେ ଦେଖନ୍ତି ଆକାଶରେ ଦେଖନ୍ତି ସେଟା ବହୁତ ବଡ ଏବଂ ବହୁତ ଗରମ, they are made up of gases, okay, ତାହେଲେ ସେଇ ଯୋଉ very big and hot ଯୋଉ celestial bodies ଅଛନ୍ତି ଏଟା କୋଉଥିରେ ତିଆରି, ଗ୍ୟାସ ରେ ତିଆରି, they have they have their they have they have their own heat and light, okay, ଏଇ ଯୋଉ celestial bodies ମାନଙ୍କର ଯୋଉମାନଙ୍କ ବହୁତ ବଡ ଏବଂ ଗରମ, ବହୁତ ବଡ ଏବଂ ବହୁତ ଗରମ ଏବଂ ସେମାନେ କଣ ଗ୍ୟାସ ରେ ତିଆରି, ଓକେ, ଦେ ହାଭ୍ ଦେୟାର ଓନ୍ ହିଟ୍ ଆଣ୍ଡ ଲାଇଟ୍, ଓକେ, ସେମାନଙ୍କର ତାଙ୍କ ନିଜର କଣ ହିଟ୍ ଅଛି ଆଉ ଲାଇଟ୍ ବି ଅଛି, ହୁଇଚ୍ ଦେ ଏମିଟ୍ ଇନ୍ ଲାର୍ଜ ଆମାଉଣ୍ଟସ, ଓକେ, ତାହେଲେ ଯୋଉ ହିଟ୍ ଆଉ ଲାଇଟ୍, ଓକେ, ହିଟ୍ ଆଉ ଲାଇଟ୍ କଣ କରନ୍ତି ଏଇ ଯୋଉ ସେଲେଷ୍ଟିଆଲ ବଡିଜ ମାନେ ଏମିଟ୍ କରନ୍ତି, ଏମିଟ୍ ମାନେ କଣ
ଛାଡନ୍ତି, ଏମିଟ ମାନେ ଛାଡନ୍ତି। Okay? These celestial bodies are called stars। ଏଇ ଯୋଉ ସବୁ celestial bodies କୁ ଆମେ କଣ କୁହନ୍ତି? stars। ତାହେଲେ stars କଣ? stars ହଉଛନ୍ତି ଯୋଉ celestial bodies ଯେଉଁମାନଙ୍କର ନିଜର କଣ ତାଙ୍କ ନିଜର ହିଟ୍ ଅଛି ଆଉ ଲାଇଟ୍ ଅଛି। Okay? ଏବଂ ଏ ହିଟ୍ and ଲାଇଟ୍ କଣ ସେ ଏମିଟ କରନ୍ତି। ଏମିଟ ମାନେ କଣ? ଦେଖ ସନ୍ ଏଠି କଣ ହିଟ୍ ଆଉ ଲାଇଟ୍ ଏମିଟ କରୁଛି ବା ଛାଡୁଛି। Okay? ଏଗୁଡାକୁ ଆମେ stars କହୁଛନ୍ତି। ତ star is a celestial body which has own heat and light। Okay? star ଗୋଟେ ହଉଛି celestial bodies। ତାପରେ ନେକ୍ସଟ କହୁଛି countless twinkling stars in the night sky are similar to the sun। Okay? ତାହେଲେ ଆମେ ଯୋଉ sun ଦେଖୁଛେ, okay, ଆମେ ଆମେ ଯୋଉ ପ୍ରକାର sun ଦେଖୁଛେ ଠିକ ସେମିତି ଆମେ ଦେଖ ରାତିରେ ଦେଖୁଛନ୍ତି ଯୋଉ ବ୍ରାଇଟ ଡଟ୍ସ ଆମେ ଦେଖୁଛନ୍ତି ସେଟା ହଉଛି କଣ? ସେଟା ସବୁ ଗୋଟେ ଷ୍ଟାର। ଏବଂ ସୂର୍ଯ୍ୟ ମଧ୍ୟ ଗୋଟେ ଷ୍ଟାର। ଠିକ ଅଛି। ସୂର୍ଯ୍ୟ ଆମ ଯୋଉ ସୋଲାର ସିଷ୍ଟମ ର ବହୁତ ପାଖରେ ଥିବାରୁ ବା ଆମ ସୋଲାର ସିଷ୍ଟମ ର ମେନ୍ ଷ୍ଟାର ଥିବାରୁ ଆମେ ସୂର୍ଯ୍ୟଙ୍କର ଲାଇଟ ପାଉଛନ୍ତି କ୍ଲିୟରଲି। ବାକି ଯୋଉ ଷ୍ଟାର୍ସ ଗୁଡା କଣ ମାନେ ଆମ ଯୋଉ ଆମ ପ୍ଲାନେଟ ଠୁ ବହୁତ ଦୂରରେ, ସେଥିପାଇଁ ଆମେ ତାଙ୍କର ଅଳ୍ପ ଲାଇଟ ଦେଖିବାକୁ ପାଉଛନ୍ତି। ଠିକ ଅଛି। ତାପରେ ନେକ୍ସଟ କହୁଛି ସେଇ କଥା ଦେଖ। ହୁଁ କଣ କହୁଛି? but କିନ୍ତୁ we do not feel their heat or light and they look so tiny because they are very very far away from us। କଣ ତା ମାନେ? ମାନେ ଆମେ କେବଳ ସୂର୍ଯ୍ୟଙ୍କର ଲାଇଟ୍ ଆମେ କ୍ଲିୟରଲି ପାଇପାରୁ, ଆମେ ବାକି ଯୋଉ ଷ୍ଟାର ସେମାନଙ୍କର କଣ ହିଟ୍ ଆଉ ଲାଇଟ୍ ଫିଲ୍ କରିପାରୁନା। କଣ ପାଇଁ କରିପାରୁନାହାନ୍ତି? ଦେ ଲୁକ୍ ସୋ ଟିନି। ଓକେ, ସେମାନେ ବହୁତ ଛୋଟ ଛୋଟ ଦେଖାଯାନ୍ତି। କାରଣ କାହିଁ? ତାର କାରଣ କଣ ଛୋଟ ଦେଖାଯିବାର? ଦେ ଆର୍ ଭେରି ଭେରି ଫାର ଫ୍ରମ୍ ଅସ୍। ସେମାନେ ଆମଠୁ ବହୁତ ଦୂରରେ ଅଛି। ଫାର ମାନେ କଣ? ଡିଷ୍ଟାନ୍ସ। ସେମାନେ ବହୁତ ଡିଷ୍ଟାନ୍ସ ଅଛନ୍ତି। ୟୁ ମଷ୍ଟ ହାଭ୍ ନୋଟିସ୍ ଦ୍ୟାଟ୍। ଓକେ, ତମେ ନୋଟିସ୍ କରିଥିବ ଯେ କଣ କରିଥିବ ଯେ ଅଲ୍ ଅବଜେକ୍ଟସ୍, ଯେତେ ସବୁ ଅବଜେକ୍ଟସ୍ ଅଛନ୍ତି ଲୁକ୍ ସ୍ମଲର when seen from a distance। ଓକେ, ତାହେଲେ ଗୋଟେ ଯେତେ ଅବଜେକ୍ଟସ୍ ଅଛନ୍ତି ଆମେ ଯଦି ତାଙ୍କୁ ଦୂରରୁ ଦେଖିବା ତାହେଲେ ସେଟା ଛୋଟ ଦେଖାଯିବ। ଓକେ, ହାଉ ସ୍ମଲ୍ an aeroplane looks। ଓକେ, ତ ଗୋଟେ ଏରୋପ୍ଲେନ କେତେ ଛୋଟ ଦେଖାଯାଏ when it is flying at a great height। ଯେତେବେଳେ ତୁମେ ଏରୋଡ୍ରମ ଫିଲ୍ଡକୁ ଯିବ, ଗୋଟେ ଏରୋପ୍ଲେନ ଥିବ, ସେ ଏରୋପ୍ଲେନକୁ ଦେଖିବ ବହୁତ ବଡ ଦେଖାଯାଉଥିବ। ଯେତେବେଳେ ସେ ଉପରୁ ଉଡୁଥିବ ତାକୁ ଦେଖିବ ତଳକୁ ବହୁତ ଛୋଟ ଦେଖାଯାଉଛି। ଏହାର କାରଣ କଣ? ନା ଯେତେ ଡିଷ୍ଟାନ୍ସ ବଢିବ ଅବଜେକ୍ଟ ଯୋଉ ସବୁତକ ଅବଜେକ୍ଟ ଛୋଟ ଦେଖାଯାଏ, ଲୁକ୍ ସ୍ମଲର। ନେକ୍ସଟ କହୁଛି while watching the night sky। ଆମେ ଯେତେବେଳେ ରାତିର ଆକାଶକୁ ଦେଖନ୍ତି କଣ ହୁଏ? you may notice, ତ ନୋଟିସ କରିଥିବ various patterns formed by different groups of stars। ତ ରାତିରେ ଦେଖିବ, ଯେତେବେଳେ ଆକାଶକୁ ଦେଖିବ ତ ତ ଏଇ ଟାଇପ ର ଡିଫରେଣ୍ଟ ପ୍ୟାଟର୍ନ ର କଣ ଏଇଟା ଗୋଟେ ପ୍ୟାଟର୍ନ। ଦେଖ ଏସ୍ ଟାଇପ ର ଗୋଟେ ପ୍ୟାଟର୍ନ ହଉଛି କି ନାହିଁ? ତ ଏଇ ଟାଇପ ଗୋଟେ ଡିଫରେଣ୍ଟ ପ୍ୟାଟର୍ନ ର ଗ୍ରୁପ୍ସ ଅଫ ଷ୍ଟାର୍ସ ତମେ ଦେଖିବାକୁ ପାଇବ। ଠିକ ଅଛି। these are called constellations। କଣ କୁହନ୍ତି? constellations କୁହନ୍ତି। constellation କଣ? their different group of stars। ଓକେ, ଗୋଟେ ମାନେ କଣ their various patterns। ଓକେ, and their different groups of stars। ଗୋଟେ ମାନେ different group of stars ଯଦି ଗୋଟେ pattern create କରିକି night sky ରେ ରୁହନ୍ତି ତାହେଲେ ଆମେ ତାକୁ କଣ constellations କୁହନ୍ତି। ଠିକ ଅଛି। ଦେଖ ଗୋଟେ pattern ଏଠି କଣ ଏସ୍ ଟାଇପ ର ହେଲା କି ନାହିଁ? ବୁଝି ତାପରେ ନେକ୍ସଟ କଣ କହୁଛି? ଦେଖ ସର୍ଟ କ୍ୱେଶ୍ଚନ ଆସିବ। କନଷ୍ଟେଲେସନ କଣ? ନା କହିବ different group of stars, okay, formed certain patterns। ଓକେ, ହେଲେ different group of star ଗୋଟେ pattern create କଲେ ଆମେ ତାକୁ ଗୋଟେ constellation କୁହନ୍ତି। pattern ମାନେ କଣ? ଦେଖ ଏଇଠି pattern ଟା ହଉଛି କଣ? ଏଇଠି ଗୋଟେ pattern ହଉଛି ତମର S pattern create କଲା, S shape ଗୋଟେ create କଲା, ଗୋଟେ pattern ହଉଛି Ursa Major or Big Bear। ଓକେ, is one of such constellation। ତାହେଲେ ଗୋଟେ constellation example କଣ? Ursa Major or Big Bear। ଓକେ, which one such constellation which one of the most easily recognizable constellation is। ତାହେଲେ ଓକେ, ତାହେଲେ ଗୋଟେ ସବୁଠୁ ଆମେ ସହଜରେ ଗୋଟେ constellation କୁ recognize କରିବା ମାନେ କଣ? ଚିହ୍ନିବା। ଓକେ, ଚିହ୍ନି ପାରିବା ସେଇ ଯୋଉ constellation ଟା କଣ? which is the Saptarshi। that is ସପ୍ତ means କଣ? 7, ଋଷି means sages। ଓକେ, ଆମେ ସପ୍ତର୍ଷି ମଣ୍ଡଳ କୁହନ୍ତି ନାହିଁ, ଆକାଶକୁ ଦେଖିଲେ ଆମେ ଦେଖନ୍ତି। ଓକେ, ଉତ୍ତର ଆକାଶକୁ ଦେଖିଲେ ସନ୍ଧ୍ୟା ବେଳେ ଆମେ ସପ୍ତର୍ଷି ମଣ୍ଡଳ ଦେଖିପାରନ୍ତି। ଓକେ,
তাহলে ସେଇଟା ଗୋଟେ କଣ ଆମେ ସହଜରେ ଆମେ ଚିହ୍ନି ପାରନ୍ତି। তাহলে যে সপ্তর্ষি মন্ডল কোন is nothing but a constellations, okay, their group of stars formed a certain pattern, okay, which it is এই যে সপ্তর্ষি, okay, সপ্তর্ষি মন্ডল আমি যেটা বলছি, which it is a group of seven stars, okay, সেটিকে সাতটা গ্রুপর স্টার মিশিকি কোন সপ্তর্ষি মন্ডল ক্রিয়েট করছে, okay, because it is a group of seven stars that forms a part of Ursa Major constellation, okay, তার যে সপ্তর্ষি মন্ডল উর্সা মেজর কনস্টেলেশন গোটে পার্ট মানে গোটে অংশ, তারপরে সে উর্সা মেজর কনস্টেলেশন বহুত বড়টা, ওকে, which asks someone elder in your family or neighborhood to show you more stars, okay, তাহলে তোমার ফ্যামিলির কাউকে ଗୋଟେ କୁହ ସେ ତମକୁ ଆକାଶରେ ଆଉ ଅନେକ ଷ୍ଟାର ଦେଖେଇ ଦେବ, ଷ୍ଟାର ଦେଖେଇ ପାରିବ, ପ୍ଲାନେଟ୍ସ ବି ଦେଖେଇ ପାରିବ and constellations ବି ଦେଖେଇ ପାରିବ in the sky, କୋଉଠି ଆକାଶରେ ଦେଖେଇ ଦେବ। ଦେଖ ଲାଇଫ ରେ କେବେ ନିଶ୍ଚିତ ଏଇ ବୟସରେ ବର୍ଷ 2 ବର୍ଷ ଭିତରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ଯାଅ ଭୁବନେଶ୍ୱରରେ ଅଛି, ଓକେ, ସେଠି ଆମେ ଯେତେ ସବୁ ଷ୍ଟାର ବିଷୟରେ ପଢିବା, ସେଠି ପ୍ଲାନେଟ ବିଷୟରେ ପଢିବା, ସେଠି ଆମେ ଆଗକୁ ଜଷ୍ଟ ପଢିବା ସେ ସବୁ ପ୍ଲାନେଟ ବିଷୟରେ କଣ ଆମେ ଦେଖିବା, ସେ ପ୍ଲାନେଟ କୁ ଆମେ ପୁରା ଟେଲିସ୍କୋପ ମାଧ୍ୟମରେ ଦେଖିପାରିବା, କେବେ ଥରେ ଯିବ ନିଶ୍ଚିତ ଭାବରେ ଲାଇଫରେ ଥରେ ଦେଖିବାର ଅଛି, ବାକି ବାକି ପ୍ଲାନେଟ କାହିଁକିନା ଆମେ ସେଠି ଆର୍ଥ କୁ ଦେଖିପାରିବାନି, କାହିଁକିନା ଆମେ ଆର୍ଥରେ ରହୁଛନ୍ତି, ଆମେ ଆର୍ଥ ଥାଇକି ବାକି ପ୍ଲାନେଟ କୁ ଦେଖିପାରିବା। in ancient times, ancient time ମାନେ କଣ ବହୁ ପୁରାତନ କାଳରେ people used to determine directions during the night with the help of stars, okay, ତାହେଲେ ବହୁ ପୁରାତନ କାଳରେ ଲୋକମାନେ କେମିତି ରାତିରେ ଦିଗ ନିର୍ଣ୍ଣୟ କରନ୍ତି, ଓକେ, କେମିତି ନା ଷ୍ଟାର ମାନଙ୍କୁ ଦେଖି ଦିଗ ନିର୍ଣ୍ଣୟ କରନ୍ତି, ଓକେ, କଣ କହୁଛି କେମିତି କରନ୍ତି, ନର୍ଥ ଷ୍ଟାର indicates the north direction, okay, it is also called the pole star, ওকে, এইটা হচ্ছে পোল স্টার দিয়েছি, এটা হচ্ছে ଏକ নর্থ ষ্টার, তাহলে এই ষ্টারটা আমি ଦେଖିବା ମାନେ ଆମେ ଜାଣିବା କଣ ସେଇଟା ଯୋଉ ଡିରେକ୍ସନ ଥିବ ସେଟା ଜାଣିବା ପାଇଁ ନର୍ଥ ଡିରେକ୍ସନ। ତ ଷ୍ଟାର ମାନଙ୍କୁ ଦେଖିକି ଆଗ କାଳରେ ଆନ୍ସିଏଣ୍ଟ ଟାଇମ୍ସ ଲୋକମାନେ ଡିରେକ୍ସନ ଚେଞ୍ଜ ବା ଯୋଉ କଣ ଡିରେକ୍ସନ ଡିଟରମାଇନ କରନ୍ତି, it always remains in the same position in the sky, okay, ଏ ଯୋଉ ନର୍ଥ ଷ୍ଟାର ବା ପୋଲ ଷ୍ଟାର ସବୁବେଳେ ରାତିରେ ଗୋଟିଏ ସମାନ ଜାଗାରେ ରୁହେ, we can locate the position of the pole star with the help of the ସପ୍ତର୍ଷି, okay, ତାହେଲେ ସପ୍ତର୍ଷିଙ୍କ ସାହାଯ୍ୟ ନେଇକି ଆମେ ପୋଲ ଷ୍ଟାର କୁ ଫାଇଣ୍ଡ ଆଉଟ କରିପାରିବା, କେମିତି କରିପାରିବା ସେ କହୁଛି ଦେଖ ଏଠି କେମିତି କରିବା ସେ କହୁଛି, look at figure 1.1, এটা হচ্ছে figure 1.1, you will notice that তুমি দেখিব যে if an imaginary line is drawn joining the pointer stars and extended further it will point to the pole star, ତା ମାନେ କଣ କହିଲେ ଯଦି ଗୋଟେ imaginary line draw କରାଯିବ କୋଉଠୁ କୋଉଠୁ ନା joining the pointer stars, okay, ଯୋଉ pointer star ଏବଂ ଏବଂ এই ଯୋଉ ଦୁଇଟା pointer star ଦେଖ ହେଲା, এই ଯୋଉ ଦୁଇଟା ହଉଛି star pointer star, ତାହେଲେ କହୁଛି ଆମର ଲାଇନ ଯଦି ଜାଣିବା ଏଇ ଦୁଇଟା ଯୋଉ pointer star କୁ joining କରିଦେବା ଏବଂ କଣ କହୁଛି and extend further, ତା ମାନେ ଏଇ ଯୋଉ ଲାଇନ ଟାକୁ ଆମେ ଯଦି ବଢେଇବା ତାହେଲେ କଣ କହୁଛି further ବଢେଇଲେ କଣ ହବ, ଆମେ କୋଉଠି ପହଞ୍ଚିଲେ ଏଇଠି ପହଞ୍ଚିଲେ, ତ this is the pole star ବା north star, it will point to the pole star, ତାପରେ ଏଇଟା ଆମକୁ ସେ ଯୋଉ ଲାଇନ ଟା କୋଉଠି pole star କୁ ଇଣ୍ଡିକେଟ କରିବ, ଠିକ ଅଛି, ତାହେଲେ ଏମିତି তুমি pole star ମଧ୍ୟ ଜାଣିପାରିବ ସପ୍ତର୍ଷିକୁ ଦେଖିକି, ସପ୍ତର୍ଷି ମଣ୍ଡଳକୁ ଦେଖିକି। some celestial bodies, କିଛି celestial bodies ଅଛନ୍ତି do not have their own heat and light, କିଛି celestial bodies ଅଛନ୍ତି ସେମାନଙ୍କର ନିଜର ଲାଇଟ ନଥାଏ କି ହିଟ୍ ବି ନଥାଏ, their lights, okay, their light ମାନେ କଣ ମାନେ ସେମାନେ their light by light of the stars, okay, ତାହେଲେ ଯୋଉ ଷ୍ଟାର ମାନଙ୍କର ଲାଇଟ ରେ ସେମାନେ ଲାଇଟ ପାଆନ୍ତି, ତାଙ୍କ ନିଜସ୍ୱ ଲାଇଟ ନଥାଏ, such bodies are called planets, କଣ ଏଇ ଯୋଉ celestial bodies ଯୋଉମାନଙ୍କର ନିଜର ହିଟ୍ ନଥାଏ କିମ୍ବା ନିଜର ଲାଇଟ ନଥାଏ, ଓକେ, ସେମାନେ ଷ୍ଟାର ମାନଙ୍କର ଲାଇଟ ରେ ଲାଇଟିଂ ହୁଅନ୍ତି ବା ଲାଇଟ ପାଆନ୍ତି, ସେମାନଙ୍କୁ ଆମେ କଣ ପ୍ଲାନେଟ୍ସ କୁହନ୍ତି, କଣ କୁହନ୍ତି ସେମାନଙ୍କୁ ପ୍ଲାନେଟ୍ସ, ତାହେଲେ ପ୍ଲାନେଟ୍ସ କଣ, planets are nothing but their celestial bodies, okay, they do not have their own heat and light, they are light by the light of the stars, okay, so these bodies they are called, but these celestial bodies are called planets, okay, the word planet, okay, जो word जो planet word टा कोड बसची
comes from the Greek word, ଗୋଟେ Greek word ରୁ ଆସିଛି planetai, କଣ planetai, which means wanderers। ତ wanderers ମାନେ କଣ, ଯେ aimlessly କଣ ବୁଲେ, ଯେ aimlessly ବୁଲେ ତାକୁ ଆମେ wanderers କହନ୍ତି। wander ମାନେ ବୁଲିବା। ନେକ୍ସଟ କହୁଛି the earth on which we live is a planet। ଓକେ, ତାହେଲେ ଆମେ ଯୋଉ ପୃଥିବୀ ଉପରେ ବାସ କରୁଛନ୍ତି, ଆର୍ଥ ବୋଲେ ପୃଥିବୀ ନା, ଆର୍ଥ ବୋଲେ ଆମେ ଜାଣିଛନ୍ତି ପୃଥିବୀ, ହେଲେ ଆମେ ଯୋଉ ପୃଥିବୀ ଉପରେ ବାସ କରୁଛନ୍ତି the earth on which we live, ଓକେ, ତାହେଲେ ଆମେ ଯୋଉ ପୃଥିବୀ ଉପରେ ବାସ କରୁଛନ୍ତି is a planet। ତାହେଲେ earth is a planet which it gets all its heat and light। ଓକେ, ତାହେଲେ ଯୋଉ ପୃଥିବୀ ପୃଷ୍ଠରେ ଯୋଉ ହିଟ୍ ଆମେ ପାଉଛନ୍ତି, ଲାଇଟ୍ ବି ପାଉଛନ୍ତି, ସେ କୋଉଠି ପାଉଛନ୍ତି, from the sun। it gets all its heat and light from sun। ହେଲେ earth ଯୋଉ heat and light ପାଉଛି ସେ କୋଉଠି ପାଉଛି, ତାର ଯୋଉ ନିୟରେଷ୍ଟ, ତାର ଯୋଉ earth ର ଯୋଉ ନିୟରେଷ୍ଟ ଷ୍ଟାର ଅଛି ବା ସବୁଠୁ ପାଖ ଷ୍ଟାର sun, ସେ ସେଇଠୁ ପାଉଛି, which is our nearest star। okay, ତାହେଲେ ଆମର ସବୁଠୁ ନିକଟତମ ପାଖ ଷ୍ଟାର କିଏ, ହଉଛି sun। if we look at the earth from a great distance, କହିଲେ ଆମେ ଯଦି earth କୁ ବହୁତ ଦୂରରୁ ଦେଖିବା, ହଉଛି ସେ ତ moon। ମନେକର ଆମେ କୋଉଠୁ earth କୁ moon ରୁ ଦେଖିବା, ଓକେ, ମନେକର this is earth। okay, ତ ଆମକୁ ଯିବାକୁ ପଡିବ କୋଉଠିକି, moon ରୁ ଦେଖିବା। ଆମେ ଯଦି moon ରୁ earth କୁ ଦେଖିବା ତାହେଲେ ସେ କଣ କହୁଛି, କହୁଛି it will appear to be shining just as the। ଓକେ, ତାହେଲେ ଆମେ 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 ଦେଖିବୁ ମୁନ୍ କୁ ଦେଖିଲେ ମୁନ୍ ଆମକୁ ସାଇନିଂ କରେ କି ନାହିଁ, ତ ଠିକ ସେମିତି ଆମେ ଯଦି ମୁନ୍ କୁ ଯାଇ ଆର୍ଥ କୁ ଦେଖିବା ତ ଆର୍ଥ ମଧ୍ୟ ଜହ୍ନ ପରି ସାଇନିଂ କରିବାର ଦେଖାଯିବ। ସେ କଥା କହୁଛି the moon, okay, ଜହ୍ନ, okay, moon, the moon that we see in the sky is a satellite। okay, ତାହେଲେ ଆମେ ଯୋଉ ଜହ୍ନକୁ ଦେଖନ୍ତି ମୁନ୍ ରେ, ସେ ଗୋଟେ ପ୍ଲାନେଟ ନୁହଁ, ସେ ଗୋଟେ କଣ, ସାଟେଲାଇଟ। ଓକେ, ଗୋଟେ ଉପଗ୍ରହ। ତ ପ୍ଲାନେଟ ହଉଛି ଗ୍ରହ, ସ୍ୟାଟେଲାଇଟ ହଉଛି ଉପଗ୍ରହ ଆମେ ଯୋଉଟା କୁହନ୍ତି। ଇଟ୍ ଇଜ ଏ କମ୍ପାନିଅନ ଅଫ ଆୱାର ଆର୍ଥ। ଓକେ, କମ୍ପାନିଅନ ମାନେ କଣ, ଆକ୍ଚୁଆଲି ଫ୍ରେଣ୍ଡ, ଓକେ, ତା ସାଥୀ। ଇଟ୍ ଇଜ ଏ କମ୍ପାନିଅନ ଅଫ ଆୱାର ଆର୍ଥ। ତମେ ଆମ ଆର୍ଥ ର ଇଏ ଗୋଟେ କଣ, ସାଥୀ ବା ଫ୍ରେଣ୍ଡ, and moves around it। ହେଲେ ଆର୍ଥ ଚାରିପଟେ ଏଟା କଣ ମୁଭ୍ କରୁଛି, କିଏ, ମୁନ୍। which like our earth, which ଆମ earth ଭଳି there are 7 other planets। okay, ଆଉ 7ଟା planet ମଧ୍ୟ ଅଛନ୍ତି। okay, that get heat and light from the sun। ତାହେଲେ ଆମ earth ଭଳି ଆହୁରି 7ଟା planet ଅଛନ୍ତି ଯୋଉମାନେ କି ସୂର୍ଯ୍ୟଙ୍କଠୁ କଣ ହିଟ୍ ଆଉ ଲାଇଟ୍ ପାଉଛନ୍ତି। କାହାଠୁ ପାଉଛନ୍ତି ନା ସୂର୍ଯ୍ୟଙ୍କଠୁ ପାଉଛନ୍ତି। some of them have their moons too। okay, ଏଇ ଯୋଉ 7ଟା ପ୍ଲାନେଟ ସେମାନଙ୍କ ମଧ୍ୟରୁ କିଛି ଯୋଉ ପ୍ଲାନେଟ ମାନଙ୍କର ତାଙ୍କ ମୁନ୍ସ ବି ଅଛନ୍ତି। ଆମ ଆର୍ଥ ଯେମିତି ମୁନ୍ ଅଛି ଗୋଟେ ସାଟେଲାଇଟ, ସେମାନଙ୍କର ମଧ୍ୟ ସାଟେଲାଇଟ ଅଛି। ଓକେ, ତାପରେ ଦେଖ କଣ କହୁଛି, ଏତିକି ଜଷ୍ଟ ଆମେ ଇଣ୍ଟ୍ରୋଡକ୍ସନ ପଢିଲେ। ଓକେ, ତାପରେ କହୁଛି ସୋଲାର ସିଷ୍ଟମ। ଯୋଉ ସୋଲାର ସିଷ୍ଟମ ରେ କାହାକୁ ନେଇକି ଗଠିତ ହେଇଛି। ଓକେ, the sun, 8 planets, କେଇଟା 8 planets, satellites, okay, and some other celestial bodies known as asteroids, meteoroids। okay, form the solar system। ତାହେଲେ solar system କାହାକୁ ନେଇ ତିଆରି, କୁଛି we often call it a solar family। ତ ଆମେ solar system କୁ solar family ମଧ୍ୟ କୁହନ୍ତି, with the sun as its head। okay, ତାହେଲେ ସୂର୍ଯ୍ୟ ହେଲେ କଣ ଆଙ୍କର ହେଡ ବା ମୁଖିଆ ବା ଚିଫ। ତାହେଲେ solar system କାହାକୁ ନେଇ ଗଠିତ, सन, ଆଉ କେ 8 ଯୋଉ 8ଟା ପ୍ଲାନେଟ, ଯୋଉ ସାଟେଲାଇଟ୍ସ ରହିଲେ ସବୁ, ଏବଂ ଆଉ କିଛି ସେଲେଷ୍ଟିଆଲ ବଡିଜ। ଉଦାହରଣ ଯୋଉ ସେଲେଷ୍ଟିଆଲ ବଡିଜ କିଏ ନା ଆଷ୍ଟେରଏଡ୍ସ ଆଣ୍ଡ ମେଟିଓରଏଡ୍ସ। ଏମାନଙ୍କୁ ନେଇ ସୋଲାର ସିଷ୍ଟମ କ୍ରିଏଟ ହେଇଛି ବା ପ୍ରଡ୍ୟୁସ ହେଇଛି। ଠିକ ଅଛି, ଦେଖ ସେ ଯୋଉ 8ଟା ପ୍ଲାନେଟ ବିଷୟରେ ସେ କହିଛି। କଣ ଦେଖ, ଏଠି ଗୋଟେ ମର୍କ୍ୟୁରୀ, ଗୋଟେ ଭେନସ, ଗୋଟେ ଆର୍ଥ, ମାର୍ସ, ଗୋଟେ ଜୁପିଟର, ଗୋଟେ ସଟର୍ନ, ଗୋଟେ ୟୁରେନ୍ସ, ଗୋଟେ ନେପଚ୍ୟୁନ। ଓକେ, ଆଉ ଗୋଟେ ନନ୍ ଆଉଟ୍ ପ୍ଲାନେଟ ଥିଲା ଯୋଉଟାକୁ ଆମେ ପ୍ଲୁଟୋ କହୁଥିଲେ। ତ ପ୍ଲୁଟୋ ଟା 2006 ପରଠାରୁ ସେ ଏତେ ଦୂରକୁ ପଳେଇଲେ ଯେ ଆମ ଯୋଉ ସନ୍ ଷ୍ଟାର ଠାରୁ, ପ୍ଲୁଟୋକୁ ଆଉ କାଉଣ୍ଟ କଲେ ନାହିଁ ଗୋଟେ ପ୍ଲାନେଟ ରୂପରେ। ତ 2006 ପରଠାରୁ 8ଟା ପ୍ଲାନେଟ ଆମର କାଉଣ୍ଟ କରାଗଲା ଆମ ସୋଲାର ସିଷ୍ଟମ ରେ ଅଛି। ଠିକ ଅଛି, ତାପରେ ଦେଖ କଣ କହୁଛି ଆକ୍ଚୁଆଲି।
तापर कौन पढ़िया आमे सन विषय पढ़िया सन विषय पढ़िया तो ये जो 8टा प्लैनेट देछि देखो एटा हচ্ছে मझिरे के रहले सूर्य रहले मझिरे के रहले सूर्य रहले इट इज द चीफ मुख्य अछि हम सोलर सिस्टम रे होछन चीफ एटा रहला सूर्य को पावर किया अछि मर्क्यूरी प्लैनेट तापर किया अछि वेनस प्लैनेट तापर किया अछि अर्थ नेक्स्ट होछि मार्स ओके तापर के होछि जुपिटर तापर के होछि सतर्न ओके तापर होछि के यूरेनस ओके आ गोटे प्लैनेट अछि आ गोटे के त नेपच्यून ये नेपच्यून अछि ए नेपच्यून इट इज ओके এটা হচ্ছে কি নেপচুন দেখো তারপরে এই যে নম্বর সব দিয়েছি 1427 ওকে এইট দেখো 2869 এইট দেখো 4469 ওকে এই নম্বর কোন এইট দেখো 2869 ওকে এইট দেখো 778 ওকে जस्ट खाली नोटिस करो सब नंबर अछि ओके এটি কেতে মার্স রে কেতে আছে 228 আর্থ রে কেতে 150 ভেনাস রে কেতে 108 मर्क्यूरी रे केते 58 ओके कौन सा नंबर देखो मु बर्तन कहूनी आगु हम जानिया कौन सा नंबर गोटे जिंस मन देख दो अर्थ रे केते हम देखि नंबर टा अर्थ होची 158 केते अर्थ देखि हम 158 ओके देखो तब कौन कहूची देखो हम देखिबा या पर बहुत जिंस भले देखिबा आ गोटे जिंस मु देखै दूची देखो ए जो जते प्लैनेट हम देखले 8टा प्लैनेट ये सूर्य चारिपटे कोन रोटेट करू ना सरी रिवोल्यूशन करू रिवोल्यूशन सूर्य चारिपटे करू ओके सूर्य चारिपटे रिवोल्यूशन करिया सहित निज चारिपटे भी घुरुचंती ओके तो घुरुचंती बा रोटेट करूचंती ओके ताले ए जो पाथ रे से रोटेट जो रिवोल्यूशन करूचंती सूर्य को एडा को कोन कहंती मनकर मार्स ए पाथ रे घुरुची एडा को कोन कहंती ऑर्बिट कोन कहंती ऑर्बिट देखो निज चारिपटे जो से रोटेट करिवे एमती ओके सेटा को हम कहउचंती से तो ऑर्बिटल प्लेन ऑर्बिटल प्लेन रोटेशन करती सर रोटेशन करती निज चारिपटे बुलिले आक्सिस चारिपटे बुलिले देखो देखो हमें हायर जस्ट आर थर्ड सेकंड थर्ड फोर्थ चैप्टर पढ़िया सेकंड थर्ड चैप्टर गुड़ा सब पढ़िया रोटेशन कौन रिवोल्यूशन कौन थर्ड चैप्टर पढ़िया तो बर्तमान देखो तो एगुड़ा केमिति ए जो जते प्लैनेट केमिति सूर्य चारिपटे रिवोल्यूशन करूची तो देखिनियो खाली जस्ट एनिमेशन हम देखि नबा ठीक अछि देखिल ये हूँ कौन हम देखिले देखिले सन देखिले क्या देखिले सन हूँ कौन मुख्य सन पाखर किए रहा सन पाखर देख ये सन रही किए आसो देखो ये जो प्लानेट कौन सूर्य पाखर रहा मर्क्यूरी रहा ओके मर्क्यूरी देखो 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 सब तक प्लानेट केमती सूर्य चारिपटे कौन रिवोल्यूशन कर मर्क्यूरी मर्क्यूरी पर किए आसला এটা আসলে কোন ভেনাস ওকে দেখো তারপর কি আসবে ভেনাস পরে তো ভেনাস পরে আসবে আর্থ ভেনাস পরে আসলে আর্থ ওকে মানে সেই সূর্য চারিপটে সব রিভলিউশন କରୁଛନ୍ତି আর্থ পরে কি আসবে আর্থ পরে আছে মার্স ওকে দিস ইজ দ্য মার্স ওকে এটা হচ্ছে মার্স প্ল্যানেট দেখো এটা মার্সটাকে আমি কোনটি রেড প্ল্যানেট মধ্যে কোনটি তো রেড প্ল্যানেট কি রেড প্ল্যানেট হচ্ছে মার্স देखो ता कलर टा रेड এটা হচ্ছে জুপিটার ওকে জুপিটার पर কি আসবে এটা হচ্ছে সতুর্ন আমি ওড়িয়ারে কোনটা কোন শনি গ্রহ কোনটি সতুর্ন দেখো আর চারিপটে যে রিং আছে ওকে এটা কোন এটা ধর রিং ওকে এটা আইস দ্বারা ক্রিয়েট হইছে আইস তারপর কি হলো ইউরেনাস পড়লা কি হলো ইউরেনাস ये कहला नेपच्यून तो ये गोटे जिनस लक्ष्य कर ओके तापर देखा आप मु कहि गोटे बढ़िया जिनस
ଦେଖାବେ କହୁଛି କଣ जो ମର୍କ୍ୟୁରୀ ଦେଖିଲେ ମର୍କ୍ୟୁରୀ ଓକେ ମର୍କ୍ୟୁରୀ କଣ କହୁଛି ମର୍କ୍ୟୁରୀ ଅର୍ବିଟ around sun କେତେ 88 ଡେଜ ନଉଛି କେତେ ଦିନ ନଉଛି 88 ଡେଜ ଓକେ ତାହେଲେ ତାହେଲେ ମର୍କ୍ୟୁରୀ ସୂର୍ଯ୍ୟଙ୍କ ଯୋଉ ଚାରିପଟେ ଯୋଉ ରିଭଲ୍ୟୁସନ କରୁଛି ସେଥିପାଇଁ କେତେ ଦିନ ଲାଗୁଛି 88 ଦିନ ଆମକୁ ମାନେ ମର୍କ୍ୟୁରୀ ପ୍ଲାନେଟ କୁ ଲାଗୁଛି ଓକେ one spin on axis ଓକେ one spin on axis means actually କଣ ନା ଦେଖ ସେ ତା ନିଜ ଚାରିପଟେ ରୋଟେଟ୍ ବି କରୁଛି ସେଥିପାଇଁ କେତେ ଦିନ ଲାଗୁଛି 59 ଡେଜ କେତେ ଦିନ 59 ଡେଜ ଠିକ ସେମିତି ଭେନସ୍ ପ୍ଲାନେଟ ଅଛି ତ ଭେନସ୍ ପ୍ଲାନେଟ ମଧ୍ୟ ସୂର୍ଯ୍ୟଙ୍କ ଚାରିପଟେ ଅର୍ବିଟ କରିବାକୁ ତାକୁ କେତେ 255 ଡେଜ ଲାଗୁଛି କେତେ ଦିନ ଲାଗୁଛି 255 ଡେଜ ଯୋଉ ୱାନ୍ ସ୍ପିନ୍ ଅନ୍ ଆକ୍ସିସ୍ ତା ନିଜ ଚାରିପଟେ ଘୁରିବାକୁ କେତେ ଦିନ ଲାଗୁଛି ଭେନସ୍ କୁ 243 ଡେଜ ଦିସ୍ ଇଜ ଇମ୍ପୋର୍ଟାଣ୍ଟ ଏଇଟା ମନେ ରଖିଥିବ ତାପରେ ଭେନସ୍ ପରେ ଆର୍ଥ ଆସିଲା ଆର୍ଥ ଦେଖ ହଉଛି ୱାନ୍ ଅର୍ବିଟ around sun ହଉଛି କେତେ ସୂର୍ଯ୍ୟଙ୍କ ଚାରିପଟେ ଥରେ ସେ ଅର୍ବିଟ କଲେ ବା ବୁଲି ଆସିଲେ ତାକୁ 365 ଦିନ ଲାଗୁଛି ଆମେ ସେଟା କେତେ ଜାଣିଛନ୍ତି ଗୋଟେ ବର୍ଷ ଆମେ ଜାଣିଛନ୍ତି 1 year ତାହେଲେ ସୂର୍ଯ୍ୟଙ୍କ ଚାରିପଟେ ଯୋଉ ପ୍ଲାନେଟ ଗୋଟେ କମ୍ପ୍ଲିଟ ରୋଟେସନ କରିବ ତାର ସେଇ ପ୍ଲାନେଟ ହଉଛି କଣ ସେଟା 1 year ଏଇଟା ହଉଛି ଆମ ଆର୍ଥ ର 1 year ତମ ଆର୍ଥ ର ଯୋଉ ୱାନ୍ ସ୍ପିନ୍ ଅନ୍ ଆକ୍ସିସ୍ ଓକେ ଯୋଉ ଆର୍ଥ କଣ ଗୋଟେ ରୋଟେସନ ଗୋଟେ ରୋଟେସନ ଆମେ କଣ କୁହନ୍ତି ଗୋଟେ ଦିନ କୁହନ୍ତି କଣ କୁହନ୍ତି ଗୋଟେ ଦିନ କୁହନ୍ତି ଓକେ ତାହେଲେ ବାକି ଯୋଉ ଯେତେ ସବୁ ଡେଜ କହିଲେ ଆମେ କଣ ଆର୍ଥ ଡେ ଆକ୍ଚୁଆଲି କଣ ମାନେ ଆର୍ଥ ରେ ଯେତିକି ଦିନ ମନେକର ଆର୍ଥ ର ଗୋଟେ ଦିନ ଯେତିକି ସମୟ ମର୍କ୍ୟୁରୀ ସୂର୍ଯ୍ୟଙ୍କ ଚାରିପଟେ ବୁଲିବାକୁ ସେତିକି ଦିନ ନଉଛି ଆର୍ଥ ଅନୁସାରେ ଓକେ ଆମର ଆର୍ଥ ଟି କଣ ରିଫରେନ୍ସ ରହିଲା ଆର୍ଥ ଅନୁସାରେ ମର୍କ୍ୟୁରୀ ସୂର୍ଯ୍ୟଙ୍କ ଚାରିପଟେ ବୁଲିବାକୁ ମାନେ ଆର୍ଥ ଅନୁସାରେ 28 ଦିନ ନଉଛି ଓକେ ତ ଠିକ ସେ ମର୍କ୍ୟୁରୀ ସୂର୍ଯ୍ୟଙ୍କ ତାର ନିଜ ଆକ୍ସିସ୍ ଚାରିପଟେ ରୋଟେଟ୍ କରିବାକୁ କେତେ ଦିନ ନଉଛି 59 ଡେଜ ନଉଛି ଓକେ ଆର୍ଥ ଅନୁସାରେ ଆର୍ଥ ର ଯେତିକି ଦିନ 59 ଡେଜ ହବ ସେତିକି ସମୟ ତାକୁ ଲାଗୁଛି ଆର୍ଥ ର ଗୋଟେ କେଇଟା ମୁନ୍ ଅଛି ଆର୍ଥ ର ମୁନ୍ ଅଛି ଗୋଟିଏ ମୁନ୍ ଆର୍ଥ ର କେଇଟା ମୁନ୍ ଗୋଟିଏ ମୁନ୍ ଅଛି ସେମିତି ମାର୍ସ ଆର୍ଥ ପରେ ଆସିଲା ମାର୍ସ ହଉଛି ୱାନ୍ ଅର୍ବିଟ around sun ହଉଛି 687 ଡେଜ କେତେ 687 ଡେଜ ତାହେଲେ 687 ଦିନ ଯେତିକି ସମୟ ହବ ଆମ ପୃଥିବୀରେ ଠିକ ସେତିକି ସମୟ ତାକୁ ଲାଗୁଛି କଣ ମାର୍ସ କୁ ସୂର୍ଯ୍ୟ ଚାରିପଟେ ଅର୍ବିଟ କରିବାକୁ ହଉଛି ୱାନ୍ ସ୍ପିନ୍ ଅନ୍ ଆକ୍ସିସ୍ ହଉଛି 1 ଡେ ତାହେଲେ ଆମ ପୃଥିବୀରେ ଗୋଟେ ଦିନ ଯେତିକି ସମୟ ମାର୍ସ ମଧ୍ୟ ତା ନିଜ ଚାରିପଟେ ଘୁରିବାକୁ ସେତିକି ସମୟ ନଉଛି ତାହେଲେ ଦେଖ ଏଠି ପୃଥିବୀର ଦିନ ଯାହା 1 ଡେ ମାର୍ସ ଦିନ ବି 1 ଡେ ଅଲମୋଷ୍ଟ ସମାନ ତ ସେଇଥିପାଇଁ ବେଶୀ ଦେଖ ଯେତେବେଳେ ସବୁ ସ୍ପେସ ଯୋଉ ରକେଟ ଯାଉଛି ଓକେ ମାର୍ସ କୁ ବେଶୀ ରିସର୍ଚ୍ଚ କରିବା ପାଇଁ ପଠାଉଛନ୍ତି ଓକେ ହଉଛି ନମ୍ବର ଅଫ ମୁନ୍ସ ମାର୍ସ କେଇଟା ମାର୍ସ ହଉଛି 2ଟା और जुपिटर तो जुपिटर हूँ वन ऑर्बिट अराउंड सन मान सूर्य चारिपटे घूरिया केते लगुच 11 years 11 months and about 12 years माने 11 वर्ष 11 मास पाखापाखि 12 वर्ष ताकू लगुच ओके तामाने कौन पृथ्वी रे 12 वर्ष जेतिकी समय जुपिटर थरे सूर्य चारिपटे घूरिबाटा ताकू 12 वर्ष समय नबता ना पृथ्वी अनुसार पृथ्वी समय 12 वर्ष जेतिकी समय ताकू लागिबो हूँ देख जुपिटर हूँ तार जो निज चारिपटे घूरवाक केते समय लगुच 9 hours 56 minutes देखो जुपिटर बहुत क्विक माने बहुत जल्दी घुरुची माने हम आर्थ रे केते गोटे दिन 24 घंटा लगुच सेते जुपिटर केते समय लगुच 9 घंटा लगुच 9 घंटा 56 मिनिट लगुच ताले जुपिटर नंबर ऑफ मून्स केते 53 हूँ नंबर ऑफ मून्स तापर से शनि ग्रह हूँ वन ऑर्बिट अराउंड द सन हूँ 29 years सूर्य चारिपटे 29 केते 29 वर्ष ताकू लागुच माने हम आर्थ अनुसार 29 वर्ष जेतिकी समय हबो सेतिकी समय लागुच ताकू कोन जो सतुर्न को सूर्य चारिपटे कोन ऑर्बिट करे कुछ 29 years 5 months 29 years 5 months जो वन स्पिन ऑन एक्सिस तमन तो से त निज चारिपटे घुरिया को ए जो सतुर्न ग्रह को केते दिन लागुच 10 hours 10 घंटा 40 मिनिट ताले ये भी बहुत क्विक घुरुची ओके ताले सबटू स्पीड के घुरुची जुपिटर 9 hours 56 minutes लागुच तापर यूरेनस यूरेनस होची वन ऑर्बिट अराउंड द सन होची 84 years ताले 84 वर्ष होची जेतिकी समय माने पृथ्वीर 84 वर्ष जेतिकी समय यूरेनस को सूर्य चारिपटे घुरिया को सेतिकी कोन समय लागुच ओके तमने यूरेनस होची जदि एटा होची सूर्य ताले यूरेनस एटु बुली थरे बुली आसिला ओके ताले यूरेनस एटु आरंभ हे कि पुणी एटु पहुंचला तमने सेटा यूरेनस रो प्लैनेट अनुसार केते 1 year हैला
ओके जो प्लानेट सूर्य चारिपटे घूरिया जी समय लगे ताको सेही प्लानेट रे कोन गोटे वर्ष कहते ता माने बुझिपारछ नहीं आम आर्थ डे अनुसार कहीं कैलकुलेट कर ना आम समय जानी परिबा केते समय केते लॉन्ग टाइम टा ठीक अछि जो प्लानेट मनकर मून होची कोन सूर्य चारिपटे मनकर सूर्य मनकर भेनस भेनस सूर्य चारिपटे घूरिबा को एटू आरंभ कले सूर्य चारिपटे आसी पहुंचला ओके तल सेटा कोन भेनस ईयर हे जिवो केते भेनस ईयर गोटे भेनस ईयर केते समय गोटे भेनस ईयर हम केते कह परिया 255 डेज केते 255 डेज ओके माने आर्थ अनुसार ठीक सेमती हम आर्थ रो गोटे ईयर केते 365 डेज सेही कथा से कहूछ हम आर्थ को कोन माने रेफरेंस नउछ तापर के आसी तापर आसला तुमर के नेपच्यून तो नेपच्यून देखो इंटरेस्टिंग जिनस दे कुछ वन ऑर्बिट अराउंड द सन सूर्य चारिपटे घुरिया को पृथ्वी रे जति 164 वर्ष लागे समय जति सेति समय ताको लागुची ओके जो वन स्पिन ऑन एक्सिस इज 16 आवर्स जुपिटर भी बहुत क्विक घुरुची ओके 16 आवर्स 7 मिनिट्स नंबर ऑफ मून्स केते 13 देखो ए जो टॉपिक दे जे टॉपिक रे बहुत शॉर्ट क्वेश्चन आसीबो मन रखिताओ एमे देखो माने जदि क्वेश्चन आसीबो मन करो को प्लैनेट टा सबटु अधिका वर्ष ने कोन सूर्य चारिपटे ऑर्बिट करिए तो नेपच्यून ठीक है मन कर क्वेश्चन आसीबो मन कर क्वेश्चन आसीबो कोन को प्लैनेट टा ता निज निज चारिपटे जो रोटेशन करिया को अधिका समय ने ओके सेटा होची कि ना भेनस सेटा होची सबटु हाईएस्ट होची कोन 243 डेज नउची तने भेनस टा बहुत स्लो घुरुची ता माने तार जो मोशन टा बहुत स्लो मोशन ठीक अछि तापर देख एट से कोन बुझी कुछ देखो ए जो चारटा प्लैनेट के मर्क्यूरी भेनस अर्थ मार्स एटा कोन इनर प्लैनेट्स आप की प्लैनेट्स इनर प्लैनेट्स ओके कुछ दे आर वेरी वेरी क्लोज टू द सन ओके दे आर मेड अप ऑफ रॉक्स ओके रॉक्स जानिचो रॉक्स माने कोन पत्थर ताले जो भेनस ओके मर्क्यूरी अर्थ और मार्स गुडा कोन इनर प्लैनेट्स एटा को पत्थर रे तयारी रॉक्स बोले पत्थर को तयारी गुडा माने माने आकर जो पूरा टोटल पूरा फुल ऑफ रॉक्स मार्स भी फुल ऑफ रॉक्स मर्क्यूरी फुल ऑफ रॉक्स ओके रॉक्स रे तयारी और आउटर प्लैनेट्स हो वेरी वेरी फार फ्रॉम द सन सूर्य को बहुत दूर रे अछंती एंड आर ह्यूज प्लैनेट्स बहुत बड़ बड़ प्लैनेट कोन मेड अप ऑफ गैसेस एंड लिक्विड्स ओके ताले बाकी सब ग्रह रहले कोन प्लैनेट जुपिटर सतुर्न यूरेनस एंड नेपच्यून एडा एडा कोथरे तयारी एडा गैस और लिक्विड रे तयारी ठीक अछि गैस और कोथरे लिक्विड रे तयारी एडा एडा बहुत बड़ बड़ प्लैनेट तो एटा भी इंपोर्टेंट मन रखितो इनर प्लैनेट कोथरे तयारी रॉक्स रे तयारी ओके द आउटर प्लैनेट रहले जुपिटर सतुर्न यूरेनस नेपच्यून एडा को जो लिक्विड और गैस रे कोन माने माने तयारी हेछि ता फॉर्मेशन हेछि ठीक अछि तो माने एई टॉपिक रे बहुत गुडे शॉर्ट क्वेश्चन आसी मन रखितो ठीक अछि देखो एटा आउट जिंस देखि देबा कोन देखो देखो जो प्लैनेट अछंती से प्लैनेट जो प्लैनेट गुडा देखो क्विकली से माने को ताको निज चारिपटे कि रोटेट करछन से देखि देबा टी ओके देखो एटी माने एटी लक्ष्य करो सब प्लैनेट ताको निज चारिपटे रोटेट करछंती एज वेल एज सूर्य चारिपटे मध्ये रिवोल्यूशन करछन ठीक अछि देखो ଗୋଟେ जूम कर दबा देखि पारो ओके सब प्लैनेट ताको निज चारिपटे रोटेट भी करछंती सूर्य चारिपटे रिवोल्यूशन करछन तो एटा हम टिके थर्ड क्लास में पढिया ए विषय ओके तापर नेक्स्ट पढिया एबे
ओके तापर कौन पूछ से तापर कुछ हम क्या पढ़े सन विषय पढ़े ओके तापर सन इज द सेंटर ऑफ द सोलर सिस्टम तो हम कौन जानले सूर्य होची हम सोलर सिस्टम रो कौन सेंटर तो सूर्य होची कौन हम सोलर सिस्टम रो सेंटर रो अछि इट इज ह्यूज এটা ବହୁତ ବଡ ଏବଂ made up of extremely hot gases ओके ତାହେଲେ ସୂର୍ଯ୍ୟ ବି କଣ ଆମେ ଜାଣିଲେ କଣ ଷ୍ଟାର ଗୁଡା hot gases ରେ ତିଆରି ଓକେ ତାହେଲେ ଇଏ ବି extremely hot ମାନେ ବହୁତ ଗରମ ଗ୍ୟାସ ରେ ଗୁଡା କିଏ ସୂର୍ଯ୍ୟ ତିଆରି ଫର୍ମେସନ ହେଇଛି which it provides the cooling force cooling ମାନେ କଣ ଟାଣିବା cooling ମାନେ କଣ ଟାଣିବା ତାହେଲେ ସେ ଗୋଟେ ସୂର୍ଯ୍ୟ ଗୋଟେ କୁଲିଂ ଫୋର୍ସ ବା ଟଣା ଫୋର୍ସ ଟେ ଦଉଛି ମାନେ ସୂର୍ଯ୍ୟଙ୍କର ଗୋଟେ ଟଣା ଫୋର୍ସ ଅଛି ଯୋଉଟା କି that binds the solar system okay ସେ କୁଲିଂ ଫୋର୍ସ ସୋଲାର ସିଷ୍ଟମ କୁ ବାନ୍ଧିକି ରଖିଛି ଯାହାଫଳରେ ସୋଲାର ସିଷ୍ଟମ ର ସବୁ ପ୍ଲାନେଟ କଣ ସୂର୍ଯ୍ୟଙ୍କ ଚାରିପଟେ ରିଭଲ୍ୟୁସନ କରୁଛି ବା ଅର୍ବିଟ କରୁଛି which the sun is the ultimate source of heat and light ତାହେଲେ ସୂର୍ଯ୍ୟ ହିଁ ଏକମାତ୍ର ଆମର କଣ ଆମେ ଯୋଉ ହିଟ୍ ଆଉ ଲାଇଟ୍ ପାଉଛନ୍ତି କେବଳ ସୂର୍ଯ୍ୟଙ୍କଠୁ ପାଉଛନ୍ତି ଆଉ କେହି ଆମକୁ ଲାଇଟ୍ ଆଉ ହିଟ୍ ଦେଇପାରିବେ ନାହିଁ okay but that tremendous heat is not felt so much by us because despite being our nearest star okay because it is far away from us okay because ସୂର୍ଯ୍ୟ ଆମଠୁ ବହୁତ ଦେଖ କହୁଛି କଣ କହୁଛି but that tremendous heat is not felt so much by us ହେଲେ ଏଇ ଯୋଉ ବହୁତ ଗୁଡେ ହିଟ୍ that tremendous ମାନେ କଣ ବହୁତ ଗୁଡେ okay ତ ଏଇ ଯୋଉ ମାନେ ବହୁତ ହିଟ୍ ସୂର୍ଯ୍ୟଙ୍କର ଆମେ ଫିଲ୍ କରନ୍ତିନି କାହିଁକି because despite being our nearest star ସୂର୍ଯ୍ୟ ଆମର ଗୋଟେ ସବୁଠୁ ମାନେ କଣ ନିକଟତମ ସବୁଠୁ ପାଖରେ ଥିବା ଷ୍ଟାର ହେବା ସତ୍ତ୍ୱେ it is far away from us okay ଏହା କଣ ଆମଠୁ ବହୁତ ଦୂରରେ ଅଛି ମାନେ ସୂର୍ଯ୍ୟ ଆମର ସବୁଠୁ ନିୟରେଷ୍ଟ ଷ୍ଟାର କିନ୍ତୁ ସେ ଆମଠୁ ବହୁତ ଦୂରରେ ଅଛି କଣ sun is about 150 million kilometer away from the earth କେତେ ରାସ୍ତା 150 ମିଲିୟନ କିଲୋମିଟର ତାମାନେ ଗୋଟେ ମିଲିୟନ ହଉଛି କେତେ 10 ଲକ୍ଷ 10 to the power 6 ଓକେ ତାହେଲେ ଏତିକି କିଲୋମିଟର ତେଣୁ 150 ମିଲିୟନ କେତେ ଏତିକି 150 ଗୁଣିବା ଓକେ ଭାବ ତାହେଲେ ଆମେ ଯଦି ଏଇଠୁ 10 to the power 5 ମାନେ କେତେ ଆମେ ଜାଣିଛନ୍ତି 10 to the power 5 ମାନେ ଆମେ କେତେ ଜାଣିଛନ୍ତି ଆକ୍ଚୁଆଲି ଆମେ ମାନେ ଗୋଟେ ଲକ୍ଷ ତାହେଲେ ଆମେ 1500 ରେ ଏଠି ଗୋଟେ ଶୂନ ବସେଇକି ଏଠି କଣ କରିବା ଗୋଟେ ଏଠି ଗୋଟେ ଶୂନ ବସେଇଲେ 10 to the power 6 ଟାକୁ 10 to the power 5 ରଖିବା ତାହେଲେ କଣ 1500 ଲକ୍ଷ କିଲୋମିଟର ଭାବ ଗୋଟେ କିଲୋମିଟର କେତେ ହବ ଗୋଟେ 1500 ଲକ୍ଷ କିଲୋମିଟର କେତେ ହବ ସୂର୍ଯ୍ୟ ଆମଠୁ ସେତିକି ଦୂରରେ ଅଛି ତାପରେ ନେକ୍ସଟ କଣ କହୁଛି ପ୍ଲାନେଟ there are 8 planets in our solar system ଆମେ କେଇଟା ଦେଖିଲେ ବର୍ତ୍ତମାନ ସେ ଯୋଉ ଆନିମେସନ ରେ 8ଟା ପ୍ଲାନେଟ ଦେଖିଲେ which in order of their distance from the sun okay ମାନେ ସୂର୍ଯ୍ୟଙ୍କଠୁ ଡିଷ୍ଟାନ୍ସ ର ଅର୍ଡର ରେ ଡିଷ୍ଟାନ୍ସ ର କ୍ରମରେ କୋଉ ପ୍ଲାନେଟ ରହୁଛନ୍ତି ଦେ ପ୍ରଥମେ ରହିବ ମାନେ ସବୁଠୁ ନିକଟତମ କିଏ ସବୁଠୁ ନିୟରେଷ୍ଟ ପ୍ଲାନେଟ ହେଇଯିବ କିଏ ମର୍କ୍ୟୁରୀ ଦେଖ ଆଉ ଗୋଟେ କଥା ମୁଁ ତମକୁ କହିଥିଲି 150 ମିଲିୟନ 150 ତୁମେ ଆର୍ଥ ପାଖରେ 150 ଥିଲା କି ନାହିଁ ତାହେଲେ ଆମେ ଜାଣିଲେ ସୂର୍ଯ୍ୟ ପୃଥିବୀଙ୍କଠୁ କେତେ 150 ମିଲିୟନ କିଲୋମିଟର ଦୂରରେ ଅଛନ୍ତି ତାହେଲେ ଏଇଠି ମତେ ସବୁ ନମ୍ବର କହିଥିଲି ନମ୍ବର ଗୁଡା କଣ ଏଠି ସୂର୍ଯ୍ୟ ଆର୍ଥ କେତେ ଥିଲା ଆର୍ଥ ପାଖରେ 150 ଲେଖା ହେଇଛି କି ନାହିଁ ତାହେଲେ ସୂର୍ଯ୍ୟଙ୍କଠୁ ଆର୍ଥ ଡିଷ୍ଟାନ୍ସ 150 ମିଲିୟନ କିଲୋମିଟର ସୂର୍ଯ୍ୟଙ୍କଠୁ ମର୍କୁରୀ କେତେ 58 ମିଲିୟନ କିଲୋମିଟର ସୂର୍ଯ୍ୟଙ୍କଠୁ ଭେନସ୍ କେତେ 108 ମିଲିୟନ କିଲୋମିଟର କଣ ସେତିକି ଡିଷ୍ଟାନ୍ସ ରେ ଅଛନ୍ତି ଇଏ କଣ ସେତିକି ଡିଷ୍ଟାନ୍ସ ରେ ଅଛି ଏଇଟା ଏଇ ଯୋଉ ନମ୍ବରଟା କଣ ସେତିକି ଡିଷ୍ଟାନ୍ସ ଏଇଟା ବି ଡିଷ୍ଟାନ୍ସ ଏ ସବୁ ଡିଷ୍ଟାନ୍ସ ତାହେଲେ ସେ ପୁଣି ସେଇ କଥା କହୁଛି ସେ ଡିଷ୍ଟାନ୍ସ ଅନୁସାରେ ଡିଷ୍ଟାନ୍ସ ର ଅର୍ଡରରେ କଣ କରୁଛି ସେ ସବୁ ପ୍ଲାନେଟ ମାନଙ୍କୁ କଣ ସେ ଅଲଗା ରଖିଛି ପ୍ରଥମେ ରହିଲା କିଏ ମର୍କ୍ୟୁରୀ ତାପରେ ନେକ୍ସଟ କିଏ ଭେନସ୍ ନେକ୍ସଟ ଆର୍ଥ ତାପରେ ମାର୍ସ ତାପରେ ଜୁପିଟର ତାପରେ ସତର୍ନ ତାପରେ ୟୁରାନସ୍ ତାପରେ ନେପଚ୍ୟୁନ an easy to memorize the name of the planets in order of their distance from the sun is ହଉଛି କଣ my very efficient mother just served us nots ତ ଏଇ ଯୋଉ ସେଣ୍ଟେନ୍ସ ଟା ଯଦି ମନେ ରଖିଦେବ ତାହେଲେ ସବୁ ପ୍ଲାନେଟ ତମର କଣ ଡିଷ୍ଟାନ୍ସ ଅର୍ଡରରେ କଣ ମନେ ରହିଯିବ ଠିକ ଅଛି next question all the 8 planets of the solar system move around the sun in fixed path तुम देखिए डायग्राम रे
ଯେତେ ସବୁ ଯୋଉ सोलार सिस्टम ର ରହିଲେ ପ୍ଲାନେट ଗୋଟେ ଫିକ୍ସड ପାଥରେ କଣ ସୂର୍ଯ୍ୟ ଚାରିପଟେ ରୋଟେଟ୍ କରନ୍ତି। these paths are କଣ called these paths are elongated ମାନେ କଣ ଲମ୍ବା, okay? they are called orbits, okay? ତାହେଲେ orbits ମୁଁ କହିଥିଲି, okay? Mercury is the କଣ nearest star, Mercury is the nearest to the sun, କାହିଁକି ଆମେ ଦେଖିଲେ ସେ 58 କିଲୋମିଟର ଡିଷ୍ଟାନ୍ସ ରେ ଅଛି, it takes only about 88 days to complete one round along its orbit, ସେଇଟା ଆମେ discussion କଲେ। Venus is considered as Earth's twin because its size and shape are very much similar to that of Earth, okay? ତାହେଲେ ଭେନସ୍ ହଉଛି କଣ Earth's twin, twin ମାନେ କଣ ଜାଆଁଳ, okay? ତାହେଲେ twin ମାନେ ଏକା ପରି, ତାହେଲେ Earth ପରିକା ଦେଖିବାକୁ କିଏ ମନେ ରଖିଥା ଭେନସ୍, ଏତ ସର୍ଟ କ୍ୱେଶ୍ଚନ ଆସିବ Earth's twin କିଏ ନା ଭେନସ୍, okay? till recently, okay? ଏ ପର୍ଯ୍ୟନ୍ତ କେତେ ଅଗଷ୍ଟ 2006 ପର୍ଯ୍ୟନ୍ତ ପ୍ଲୁଟୋ was also considered a planet, ଅଗଷ୍ଟ 2006 ପର୍ଯ୍ୟନ୍ତ ପ୍ଲୁଟୋ ମଧ୍ୟ ଗୋଟେ ପ୍ଲାନେଟ କନସିଡର କରାଯାଉଥିଲା, which however in a meeting of the international astronomical union, ଗୋଟେ international astronomical union ଗୋଟେ ସଂଘ ବା organization ଗୋଟେ ମିଟିଂ ହେଇଥିଲା ଯାହା ଫଳରେ a decision was taken that Pluto like other celestial objects discovered in recent past may be called dwarf planets, ତାହେଲେ ସେ ଆମ ପ୍ଲାନେଟ ର ଅଂଶ ନୁହଁ, ସେମାନେ ଆମ ପ୍ଲାନେଟ ରୁ ଆମ ସୋଲାର ସିଷ୍ଟମ ରୁ ବହୁତ ଦୂରରେ ପଡିଛି, ଓକେ? ଏଇଟା କୋଉଠି ଡିସିଜନ ନିଆଗଲା ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନମିକାଲ ୟୁନିୟନ ରେ ଦିଆଗଲା, ଓକେ? ତାପରେ କଣ ପଡିଆ ଆର୍ଥ ବିଷୟରେ ପଡିଆ, ଆର୍ଥ ଇଜ ଦ ଥାର୍ଡ ନିୟରେଷ୍ଟ ପ୍ଲାନେଟ ଟୁ ଦ ସନ୍, ଓକେ? ତାହେଲେ ଆର୍ଥ ହଉଛି କଣ ସୂର୍ଯ୍ୟଙ୍କଠୁ ସବୁ ଥାର୍ଡ ନିୟରେଷ୍ଟ ପ୍ଲାନେଟ, ଓକେ? ତାହେଲେ ପ୍ରଥମେ ମର୍କ୍ୟୁରୀ, ତାପରେ ଭେନସ୍, ତାପରେ ଆର୍ଥ। in size it is fifth largest planet, okay? nearest ଅନୁସାରେ ଆର୍ଥ ହଉଛି ଥାର୍ଡ, ସାଇଜ ଅନୁସାରେ ବୋଲେ କେତେ କେତେ ଏରିଆରେ ବ୍ୟାପିଛି, okay? କେତେ ଏରିଆ, ତ ସାଇଜ ଅନୁସାରେ କଣ fifth largest, it is slightly flattened at the poles, but it is slightly flattened at the poles, flattened means କଣ actually ମାନେ ପ୍ଲେନ, okay? ତ poles ମାନେ ଏଇଟା ହଉଛି ଆର୍ଥ, poles ବୋଲେ ଗୋଟେ ନର୍ଥ ପୋଲ ଅଛି ଗୋଟେ ସାଉଥ ପୋଲ ଅଛି, ଆମେ ଜାଣିଛନ୍ତି ନର୍ଥ ପୋଲ ଆଉ ସାଉଥ ପୋଲ ପାଖରେ କଣ ଫ୍ଲାଟ ସେ ହେଇଯାଇଛି, ଏଇଟା ଫ୍ଲାଟ ହେଇଯାଇଛି, that is why its shape is described as geoid, okay? ଯେହେତୁ ନର୍ଥ ପୋଲ ଆଉ ସାଉଥ ପୋଲ ପାଖରେ ସେ ଫ୍ଲାଟ ତାର ଯୋଉ ସେପ୍ ଟା, ସେଥିପାଇଁ ତା ସେପ୍ କଣ ଜିଓଇଡ କୁହାଯାଇଛି। ଜିଓଇଡ ମିନ୍ସ କଣ ଆର୍ଥ ଲାଇକ ସେପ୍, ମାନେ କଣ ମାନେ ଆର୍ଥ ଭଳି ସେପ୍, which conditions favorable to support life are probably found only on the earth, ଜୀବନ ବଞ୍ଚିବା ପାଇଁ ଯୋଉ କଣ୍ଡିସନ ବା ସର୍ତ୍ତ ଅଛି କେବଳ ସେଟା କୋଉଠି ପାଆନ୍ତି ଆମେ ଆର୍ଥରେ ପାଆନ୍ତି। The earth is neither too hot nor too cold, ବୁଝି ଆର୍ଥ ବୋଲେ ପୃଥିବୀ ନା ବେଶୀ ଗରମ ନା ବେଶୀ ଥଣ୍ଡା, it has water, air which is very essential for our survival, okay? ଆର୍ଥରେ କଣ ୱାଟର ଅଛି, ଏୟାର ବି ଅଛି, ଯୋଉଟା ଆମେ ବଞ୍ଚିବା ପାଇଁ ନିହାତି ଦରକାର ବା ଏସେନ୍ସିଆଲ ବା ନିହାତି ଜରୁରୀ। air has life supporting gases like oxygen, ଯୋଉ ଏୟାର ଅଛି ପୃଥିବୀର ଆଟମୋସ୍ଫିୟରରେ ସେଠି କଣ ମାନେ ଜୀବନ ବଞ୍ଚିଲା ଭଳି କଣ ଯୋଉ ଜୀବନ ବଞ୍ଚିଲା ଭଳି ଯୋଉ ଗ୍ୟାସ ଅଛି ଯେମିତି କି ଅକ୍ସିଜେନ ସେଠି ଅଛି, okay? Because of these reasons, okay, the earth is a unique planet in the solar system, ଠିକ ଅଛି? ନେକ୍ସଟ କହୁଛି from the outer surface, okay? outer space ତ ମାନେ outer space କଣ ସ୍ପେସ ର ଆର ସାଇଡ, okay? ତ earth appears ମାନେ କଣ ତା ମାନେ ଅନ୍ୟ କୋଉ ପ୍ଲାନେଟ କୁ ଯାଇକି ଯଦି earth କୁ ଦେଖିବ ତା ମାନେ outer space, the earth appears to be the earth appears blue, okay? ତାହେଲେ ଅନ୍ୟ କୋଉ ପ୍ଲାନେଟ କୁ ଯାଇ ତମେ ଯଦି ଦେଖିବ ଆର୍ଥ କଣ ଦେଖାଯିବ ବ୍ଲୁ କଲର ଦେଖାଯିବ, କଣ ବ୍ଲୁ କଲର, because its 2/3 surface is covered by water, okay? वन थर्ड रे कौन पाइले आमे लैंड पाइले, 2/3 रे हम कौन पाइले वाटर पाइले, सेति वाटर कलर अनुसार हम कौन आर्थ हमको ब्लू देखा दिबो जदि हम अन्य को प्लैनेट रो जाई देखबा, which it is therefore called a blue planet, सेति आर्थ को कौन ब्लू प्लैनेट हम कहते। तापर पड़े द मून, ओके? अर्थ हैज ओनली वन सैटेलाइट, अर्थ रे गोटे सैटेलाइट अछि, दैट इज द मून, सेटा होछि कि मून, which its diameter is only one quarter that of the earth, ओके? डायमीटर माने कोन जदि एटा सर्कल हुए, सर्कल गोटे एंड रो गोटे एंड कोन डायमीटर कोन दियानी, ए जो डायमीटर तार केते ताको जो पृथ्वी जो डायमीटर अछि तार केते 1/4, मान कर पृथ्वी जदि हबो 20 ताले अर्थ ताले मून रे केते हबो आर एस केते 1/4 ताले केते 5, ओके? एटा जदि हबो अर्थ
हाफ 5 केते हबो मून रो ठीक अछि it appears so big because it is near to our planets than other celestial bodies देखो मून और जन जो मून और कौन सन प्राय एका साइज रो हमें लागନ୍ତି कौन मून और सन एक माने एका साइज रो किंतु सेटा सेमति नो काहे कि it appears so big एटा हमको सूर्य के भले देखा जाए काहे कि देखा जाए it is nearer to our planet एटा हम प्लैनेट रो बहुत पाखर अछि देन अदर सेलेस्टियल बॉडीज अन्य सेलेस्टियल बॉडीज के मान आम प्लानेट रो बहुत पाखर थिबारु हमको कोन जो जनटा बहुत बड़ टिके देखा जाए it is about 3,84,400 kilometer away from us okay ताले सूर्य हमटो केते दूर रो 150 मिलियन किलोमीटर ये केते 3,84,400 kilometer away this is also important short question by now you can compare the distance of the earth from the sun and that of the moon तमन वर्तमान में कंपेयर करो the distance of the earth distance कहा टू सूर्य टू अर्थ डिस्टेंस आउ सूर्य अर्थ टू मून रो डिस्टेंस सब कंपेयर करो it was 150 मिलियन किलोमीटर आउट इज 3,84,400 कोन खाली किलोमीटर तले हम जानो तो एटु कोन अब जे भाबो के माने हम जानि जे जोटा अधिक डिस्टेंस थाए सेटा कोन हम देखा जानि ये छोटो देखि छथि अब 1 ये 3 लाख किलोमीटर कोन दूरतर अछि ये केते दूरतर अछि 1500 लाख लाख तार ऑलमोस्ट 5 गुना डिस्टेंस अछि तथापि सेम साइज रो देखा जाय तमे भाबो अर्थ जो मून टा सन टा केते बड़ हेते द मून मूव्स अराउंड द अर्थ ओके तले को मून मूव्स अराउंड द अर्थ इन अबाउट 27 डेज ओके तले मून टा पृथ्वी चारि पटे केते दिन थरे बुलुची 27 डेज नउची केते दिन नउची 27 डेज which it takes exactly the same time to complete one spin ताମାନେ कोन जो मून एट सूर्य चारिपटे घुरुଛି 27 डेज रे এবং मून ता निज चारिपटे रोटेट करूଛି सेटा भी नउछि केते 27 डेज नउछि ठीक अछि सन जेमिति पृथ्वी जेमिति बा अर्थ जेमिति निज चारिपटे घुरिया केते गोटे दिन नउछि এবং सूर्य चारिपटे घुरिया केते दिन नउछि 365 डेज नउछि ठीक सेमिति जो मून अछि से कोन पृथ्वी चारिपटे घुरे सेति से 27 दिन नउछि এবং ता निज चारिपटे घुरिया मध्य से समान same time knows it takes exactly the same time so 27 दिन knows to complete one spin okay which as a result only one side of the moon is visible to us on the earth सेति पे देखो केवल मून रा गोटे पट देखि पारते बाकी जो आरो साइड टाइम देखि पारते नाही काहे देखि पारते नाही ना से सूर्य चारि जो पृथ्वी चारि पटे घुरिया जति दिन नउची त निज चारि पटे घुरिया मध्य सेति दिन नउची अर्थ चारिपटे से ऑर्बिट करिया 27 डेज निज चारिपटे से रोटेट करिया के नउची 27 डेज से टाइम देखि पार पूरा मून रे कोन गोटे साइड हम देखि पार नेक्स्ट कोची the moon does not have conditions favorable for life okay तले मून रे जीवन बचेबे कोनसी कंडीशन नाही it has mountains मून रे माउंटेन्स अछि प्लेन्स अछि एंड डिप्रेशंस अछि डिप्रेशन मीन कोन होतले खालुआ जगह ओके डिप्रेशंस हला ऑन इट मून रे माउंटेन प्लेन्स एंड डिप्रेशन अछि डिप्रेशन माने खालुआ जगह ऑन इट सरफेस तले देखो एडो माने ओटे एटा एस्टेरॉइड रो कोन डायग्राम देखो जो these casts okay shadows on moon's surface એટલે जो माउंटेन प्लेन्स एवं जो डिप्रेशन पर खालुआ जगह अछि ओटा कोन से जिनसटा कोन कास्ट शैडोज ऑन द मून सरफेस जेते बेले मून रे सूर्य लाइट टा पड़िबो तो सूर्य सनलाइट पहिले हमर छाई पड़े तो डिप्रेशन जो कोन प्लेन लैंड माउंटेन छाई पड़िबे कि नहीं ओके तो जो छाईटा पड़े ए सब जिनस पे का पे पड़े माउंटेन और डिप्रेशन पे पड़े बा खालुआ जगह पे पड़े लुक एट द फुल मून ओके तुम जब देखिबो पूर्णिमा दिन देखिबो फुल मून दिन देखिबो ऑब्जर्व दीज शैडोज ओके तो देखिबो जन्ह रे बा मून रे कला कला दाग देखाए ओके आमे सेटा कोन कोन हम बेसिकली हम कोन जन्ह रे कलंक ओके किंतु सेटा कोन से जो माउंटेन अछि डिप्रेशन अछि से मानकर शैडो पड़छि जो पे हम ब्लैक देखा जाय बा आमे कोन जन्ह रे दाग लागिछि किंतु सेटा कोन शैडो जेस कोन शैडो से जो शैडो गुडा केमती फॉर्मेशन होची जो माउंटेन और डिप्रेशन जाऊ देखो डिप्रेशन माने खालुआ जगह जो केमती शैडो होची मनकर लाइट पड़िबो लाइट जब पड़िबो ए जो खालुआ जगह ए जो भीतर पट लाइट पड़िबो तो से जगहटा कोन लाइट पड़िबो माने अंधकार
ବ୍ଲାକ୍ ଦେଖାଯିବ। ଏକ୍ଜାକ୍ଟଲି ସେମିତି ବ୍ଲାକ୍ ଦେଖା, ଆକ୍ଚୁଆଲି ବ୍ଲାକ୍ ଟା ମାନେ କଣ, ଯୋଉଠି ଲାଇଟ୍ ନ ପଡିବ ସେଟା ହଉଛି ବ୍ଲାକ୍। ଯେମିତି ବର୍ତ୍ତମାନ ରାତିରେ ଯଦି ସୂର୍ଯ୍ୟ ତ ଆମ ପୃଥିବୀ ଉପରେ ପଡିନାହାନ୍ତି ତାହେଲେ ଅନ୍ଧକାର କି ନାହିଁ, ତ ଠିକ ସେମିତି। ଓକେ, ମାନେ ଏଥିପାଇଁ ଡିପ୍ରେସନରେ କଣ, ଯେ ଡିପ୍ରେସନ ମାନେ ଖାଲୁଆ ଜାଗା ଯୋଉଠି ଥିବ ମଧ୍ୟ ସେଠି କଣ ଅନ୍ଧକାର ଦେଖାଯିବ। ଏଇ ଯୋଉ ଖାଲୁଆ ପଟେ କଣ ଲାଇଟ୍ ପଡିପାରିବ ନାହିଁ। ନେକ୍ସଟ ହଉଛି ଆଷ୍ଟେରଏଡ୍ସ। ଓକେ, ଆଷ୍ଟେରଏଡ୍ସ କଣ ଆକ୍ଚୁଆଲି ହଉଛି ଆପାର୍ଟ ଫ୍ରମ ଦ ଷ୍ଟାର୍ସ, ତାମାନେ ଷ୍ଟାର ମାନଙ୍କ ବ୍ୟତୀତ ଷ୍ଟାର ଆଉ ପ୍ଲାନେଟ୍ସ ଆଉ ସାଟେଲାଇଟ୍ସ, ଷ୍ଟାର ପ୍ଲାନେଟ ଆଉ ସାଟେଲାଇଟ ମାନଙ୍କ ବ୍ୟତୀତ ଦେयर ଆର୍ ନ୍ୟୁମରସ୍, ନ୍ୟୁମରସ୍ ମାନେ କଣ ବହୁତ ଗୁଡିଏ, ଓକେ, ନ୍ୟୁମରସ୍ ଟିନି ବଡିଜ ମାନେ ଛୋଟ ଛୋଟ ବଡିଜ ମାନେ ଅଛନ୍ତି which also move around the sun। ତାହେଲେ ଷ୍ଟାର ଆଉ ପ୍ଲାନେଟ ଆଉ ସାଟେଲାଇଟ ମାନଙ୍କ ବ୍ୟତୀତ ଆହୁରି ଅନେକ ଗୁଡେ ଛୋଟ ଛୋଟ ଟିନି ବଡିଜ ଅଛନ୍ତି ଯୋଉଟା କି ସୂର୍ଯ୍ୟଙ୍କ ଚାରିପଟେ ମଧ୍ୟ ଘୁରନ୍ତି। these bodies are called asteroids। ଓକେ, ତାହେଲେ ଏଇ ଯୋଉ ତିନି bodies କୁ ଆମେ କହୁଛନ୍ତି asteroids କୁହନ୍ତି। Okay, ତାହେଲେ asteroids ବି sun ଚାରିପଟେ କଣ ରୋଟେଟ୍ କରୁଛି। they are found, ତାହେଲେ ଏଇ ଯୋଉ asteroids are found between the orbits of Mars and Jupiter। Okay, which is figure 1.2 देखो, which scientists have the view that asteroids are parts of a planet which exploded many years back। Okay, ତାହେଲେ ଯୋଉ ଏଇ ଯୋଉ asteroids ମାନେ ଆସିଲେ କୋଉଠୁ, ସେମାନେ କହୁଛନ୍ତି କୌଣସି ଗୋଟେ ପ୍ଲାନେଟ ର କଣ ଏଇ ଗୋଟେ ପାର୍ଟ, ଅଂଶ, ଯୋଉଟା କି ପ୍ଲାନେଟ ମାନଙ୍କ ଭିତରେ କଣ ମାନେ ଏକ୍ସପ୍ଲୋଡେଡ ମାନେ କଣ, ଏକ୍ସପ୍ଲୋଡେଡ ମିନ୍ସ କଣ ଆକ୍ଚୁଆଲି ଏକ୍ସପ୍ଲୋଜନ। ଓକେ, ପ୍ଲାନେଟ ଭିତରେ ବାଡେଇ ହେଇକି ବହୁତ ଗୁଡେ କଣ ତାଙ୍କର ଯୋଉ ଛିନ୍ନ ଭିନ୍ନ ଅଂଶ ଆଷ୍ଟେରଏଡ ର ରୂପ ନେଇଛନ୍ତି। ଦେଖ ଏଠି କହୁଛି এই ଯୋଉ ଆଷ୍ଟେରଏଡ ବେଲ୍ଟ ଟା ଆମେ କୋଉଠି ପାଆନ୍ତି, ଯୋଉ ମାର୍ସ ଆଉ ଜୁପିଟର ଅର୍ବିଟରେ ଆମେ ପାଆନ୍ତି। ଦେଖ ଏଠି ଫିଗର 1.2 ରେ ଆମେ ଦେଖିପାର, ଏଇଟା ଗୋଟେ ଆଷ୍ଟେରଏଡ ବେଲ୍ଟ ନୁହେଁ କି, ମାର୍ସ, ଏଇଟା ହଉଛି ମାର୍ସ ଆଉ ଜୁପିଟର ମଝିରେ ଏଇ ଆଷ୍ଟେରଏଡ ବେଲ୍ଟ। ଯୋଉ ବେଲ୍ଟ ଗୁଡା କୋଉଟା ଥିଲା ଆଷ୍ଟେରଏଡ ଗୁଡା, ଏଇ ଯୋଉ ଆଷ୍ଟେରଏଡ ଗୁଡା ପ୍ଲାନେଟ ମାନଙ୍କର କଣ, ଯୋଉ ପ୍ଲାନେଟ ମାନଙ୍କ ମଧ୍ୟରେ ଏକ୍ସପ୍ଲୋଜନ ହେଇକି କ୍ରିଏଟ ହେଇଛି, ମାନେ ବହୁତ ପୂର୍ବରୁ। ଓକେ, ତାପରେ କଣ କହୁଛି ଯେ କହୁଛି meteoroids। meteoroids କଣ, with small pieces of rocks। ଓକେ, rocks ମାନେ କଣ, ପଥର। ଓକେ, ତ ପଥର ମାନଙ୍କର ଛୋଟ ଛୋଟ ଖଣ୍ଡ, ଓକେ, which move around the sun are called meteoroids। ତାହେଲେ ଯୋଉ ଦେଖ ଆମେ ଜାଣିଛନ୍ତି ଆମର ଯୋଉ ଇନର ପ୍ଲାନେଟ ର ଯେତିକି ରହିଲା ସେମାନେ କୋଉଥିରେ ତିଆରି, ରକ୍ସ ତିଆରି। ଓକେ, ତାହେଲେ ସେଇ ରକ୍ସ କେତେବେଳେ ବାଡେଇ ବାଡେଇ ହେଇକି କଣ ଛୋଟ ଛୋଟ ଖଣ୍ଡରେ ପରିଣତ ହେଇଛି, ଯୋଉଟା କି ଆମେ କଣ କହୁଛୁ meteoroids କୁହନ୍ତି। ଓକେ, ଏବଂ ଏ ଯୋଉ meteoroids କଣ ସୂର୍ଯ୍ୟଙ୍କ ଚାରିପଟେ ଘୁରୁଛନ୍ତି। ଓକେ, ତ ଏଗୁଡା ଆସିଲା କୋଉଠି ଆକ୍ଚୁଆଲି, ତ କେବେ ନା କେବେ ଗୋଟେ ଯୋଉ ପ୍ଲାନେଟ ଅଛି ସେମାନଙ୍କର ଏକ୍ସପ୍ଲୋଜନ ହେଇକି ଏସବୁ ଜିନିଷ ଫର୍ମେସନ ହେଇଛି। ଓକେ, ତାହେଲେ କଣ meteoroids ମଧ୍ୟ ରକ୍ସ ର କଣ ସ୍ମଲ୍ ପାର୍ଟ। sometimes these meteorites, ତାହେଲେ ଏଇ ଯୋଉ meteorites ଗୁଡାକ come near the earth, ପୃଥିବୀ ପାଖକୁ ମଧ୍ୟ ପଳେଇ ଆସନ୍ତି, tend to drop upon it। ଓକେ, ପୃଥିବୀ ଉପରେ ମଧ୍ୟ ଏଗୁଡା ପଡନ୍ତି। during this process, ମାନେ ଏଇ ପ୍ରୋସେସ ରେ due to friction with the air, okay, they get heated and they get heated up and burn। ଓକେ, ଯେତେବେଳେ ମନେକର ଏଇଟା ହଉଛି ପୃଥିବୀ ହେଲା, ଏଇଠି ଗୋଟେ ମେଟେରୋଇଡ କଣ, ଏଇଠି ଗୋଟେ ମେଟେରୋଇଡ କଣ ଖସିବ, ତ ପୃଥିବୀର ଆଟମୋସ୍ଫିୟର ଅଛି, ଆଟମୋସ୍ଫିୟର କଣ ଏୟାର ଅଛି, ତ ଏୟାର କିଏ ଅଛି, ଅକ୍ସିଜେନ ଅଛି କି ନାହିଁ। ତ ଯେତେବେଳେ ଏଇ ଯୋଉ ମେଟେରିଆଲ୍ସ ପୃଥିବୀର ଆଟମୋସ୍ଫିୟର କୁ ପଶିବ କଣ ହବ, ଏଇ ଯୋଉ ଆଟମୋସ୍ଫିୟର ଅଛି ଏୟାର ସହିତ ଫ୍ରିକ୍ସନ କରିବ କି ନାହିଁ, ଘଷି ହବ, ନିଶ୍ଚିତ ଘଷି ହବ। ଘଷି ହବ, ସେ କଣ କହୁଛି, ତ ଅକ୍ସିଜେନ ସହିତ ସେ ମିଶିବ, ଘଷିଲା ପରେ ଗରମ ସେ କଣ during this process ଯେତେବେଳେ ସେ ଖସିବ, due to friction with the air ସହିତ ଘଷି ହବ, ଯାହାଫଳରେ କଣ ହବ, they get heated। ଏଇ ଯୋଉ meteorite ଟା କଣ ଗରମ ହେଇଯିବ। ଓକେ, ଗରମ ହେଲେ ସେଠି କଣ ନିଆଁ ଲାଗିଯିବ and burn। ଓକେ, ଯାହାଫଳରେ କଣ ଯୋଉ meteorite ଟା କଣ ଜଳିଯିବ। it causes a flash of light। ଓକେ, ଏ କଣ ଗୋଟେ ଫ୍ଲାଶ ମାନେ କଣ, ଠପ କିନି ଗୋଟେ ଲାଇଟ୍ ମାନେ କଣ ହେଇକି ଜଳିଯିବ। sometimes a meteor without being completely burnt falls on the earth। ଓକେ, and creates a hollow। ବେଳେବେଳେ କଣ ହବ, ଏଇ ଯୋଉ meteorites କଣ ହବ, ବେଳେବେଳେ completely ମାନେ କଣ ପୁରା ଜଳିଯିବ ନାହିଁ, ପୁରା ଜଳି ପାରିବ ନାହିଁ, ଏବଂ କଣ କରିବ, ସେ ଆର୍ଥ ଉପରେ ପଡିଯିବ ଏବଂ ଯୋଉଠି ପଡିବ ସେ ଆର୍ଥରେ ଗୋଟେ ବଡ ଖାଲଟେ କ୍ରିଏଟ କରିବ। ଓକେ, ତ କହୁଛି ଡୁ ୟୁ ସି ହ୍ୱାଇଟ ଇଜ ବ୍ରଡବ୍ୟାଣ୍ଡ। ଓକେ, ତ ଦେଖିଥିବେ ଆକାଶରେ ବେଳେ ଅନେଇଲେ ହଠାତ୍ ଗୋଟେ ଚକିଣି ଲାଇଟ୍ ଟେ ପଳେଇଯିବ, that is nothing but a meteorite। ଓକେ,
do you see a whitish broad band? Okay, which is like a white glowing path across the sky on a clear starry night. Okay, ଯେତେବେଳେ ତମେ କେତେ ଗୋଟେ whitish broad band ଦେଖିଛ କି କେମିତିଆ like a white glowing path, okay, ଗୋଟେ ଧଳାର କଣ ଲାଇଟ୍ ହେଇକି ଜଳୁଥିବ ଆକାଶ, ଯେମିତି କେବେ ଦେଖିଛ କି? ହଉଛି ଅନେକ କ୍ଲିୟର ଷ୍ଟାରୀ ନାଇଟ୍, ଯେତେବେଳେ ରାତିରେ ପୁରା କ୍ଲିୟର ଥିବ ରାତିରେ ଆକାଶଟା, ସେତେବେଳେ তুমি ଦେଖିଛ କି? ଓକେ, ଏଇ ଟାଇପର ଦେଖ, ସେ ଯୋଉ ଏଇ ଟାଇପର ହ୍ୱାଇଟ୍ ବ୍ୟାଣ୍ଡ, ଓକେ, ଜଳିଲା ଭଳିଆ ଦେଖାଯାଉଥିବ ଏଗୁଡା, ଦେଖିଛ କି କେବେ? ଯଦି ଦେଖିଛ ତାହେଲେ ତୁମେ ଜାଣ ସେଟା କଣ ଆକ୍ଚୁଆଲି ଏବେ ଜାଣ। ଇଟ୍ ଇଜ, ଏଟାକୁ କଣ କୁହନ୍ତି? ଇଟ୍ ଇଜ ଏ କ୍ଲଷ୍ଟର। କ୍ଲଷ୍ଟର ମାନେ କଣ? ଗ୍ରୁପ। କ୍ଲଷ୍ଟର ଅଫ ମିଲିୟନ୍ସ ଅଫ ଷ୍ଟାର। କ୍ଲଷ୍ଟର ମାନେ କଣ? ଗ୍ରୁପ। ତାହେଲେ ଏଇ ଯୋଉ ଜିନିଷଟା ଦେଖୁଛ ଏଟା କଣ? ଗୋଟେ ଯୋଉ ମିଲିୟନ୍ସ 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 ଷ୍ଟାର ମାନଙ୍କର ଗୋଟେ ଗ୍ରୁପ, ତା ମାନେ ଏଇଟା ବୁଝିପାରୁଛ କି ନାହିଁ? ତାହେଲେ ଏଇଠି ଲକ୍ଷ ଲକ୍ଷ ଷ୍ଟାର ଅଛନ୍ତି। ଗୋଟେ ମିଲିୟନ କେତେ? 10 ଲକ୍ଷ। 10 ଲକ୍ଷ, ତାହେଲେ ଭାବ କେତେ ଷ୍ଟାର ଏଠି ଅଛନ୍ତି, ମାନେ ମିଲିୟନ୍ସ। 10 ଲକ୍ଷ କେମିତି କେତେ ଷ୍ଟାର ଅଛି? ଦିସ୍ ବ୍ୟାଣ୍ଡ, ଓକେ, ଇଜ କଲ୍ଡ ମିଲ୍କି ୱେ ଗ୍ୟାଲେକ୍ସି। ଏଟାକୁ ଆମେ କଣ କୁହନ୍ତି? ଏଇ ଯୋଉ ବ୍ୟାଣ୍ଡ ଗୁଡା ଆମେ କଣ କୁହନ୍ତି? ମିଲ୍କି ୱେ ଗ୍ୟାଲେକ୍ସି ୟାକୁ କହନ୍ତି। ହେଲେ ଏଠି କଣ? ମିଲିୟନ୍ସ କଣ ଷ୍ଟାର୍ସ ଅଛନ୍ତି, କଣ ଅଛନ୍ତି? ମିଲିୟନ୍ସ ଷ୍ଟାର୍ସ ଅଛନ୍ତି। ଏଠି କଣ ମାନେ ମିଲିୟନ୍ସ, ଗୋଟେ ମିଲିୟନ ନୁହଁ, 100 times ମିଲିୟନ୍ସ। ଓକେ, our solar system is a part of this galaxy। ତାହେଲେ ଏଇ ଗ୍ୟାଲାକ୍ସିଟା ଆମ ମନେକର ଏଇଟା ହଉଛି କଣ? ଆମ ସୋଲାର ସିଷ୍ଟମ। ଏଇ ଗ୍ୟାଲାକ୍ସିଟା ଆମ ସୋଲାର ସିଷ୍ଟମ କଣ? ଗୋଟେ ପ୍ଲାଣ୍ଟ, କଣ ପାର୍ଟ। ଏଇଠି କଣ ସନ୍ ଅଛି, ତା ଚାରିପଟେ କଣ ସବୁ 8ଟା ପ୍ଲାନେଟ ରୋଟେଟ କରୁଛି। ତାହେଲେ ଆମର ଯୋଉ ସୋଲାର ସିଷ୍ଟମ ଏଇ ଯୋଉ ଗ୍ୟାଲାକ୍ସିର ଗୋଟେ ପାର୍ଟ ଭାବ। it was which in ancient India it was imagined to be a river of light flowing in the sky। okay, ମାନେ ବର୍ତ୍ତମାନ ଆମେ ଏଇ କଥା ଜାଣିଛୁ ଏଇଟା କଣ? ଗୋଟେ ମିଲ୍କି ୱେ ଗ୍ୟାଲାକ୍ସି। କିନ୍ତୁ ବହୁତ ପୁରାତନ କାଳରେ ଲୋକମାନେ କଣ ତାକୁ କଣ କୁହନ୍ତି? ଦେଖ ଏଇଟା ଧଳା ଦେଖାଉଛି କି ନାହିଁ? ଓକେ, ଯେହେତୁ ଧଳା ଦେଖାଉଛି ଲୋକମାନେ ଭାବନ୍ତି ଏଇଟା କଣ? ପାଣି, ଗୋଟେ କଣ? ରିଭର ଅଫ ଲାଇଟ। ଓକେ, ତ ଲାଇଟର ଗୋଟେ କଣ? ଲାଇଟର ଗୋଟେ ରିଭର ଯୋଉଟା କି ଆକାଶରେ ଫ୍ଲୋ କରୁଛି। ଓକେ, ତେଣୁ ସେ କଣ କରନ୍ତି? ଦସ୍ ଇଟ୍ ୱାଜ ନେମ୍ଡ ଆକାଶ ଗଙ୍ଗା। ଓକେ, ତେଣୁ ଆ ନାଁ ସେ କଣ ଦେଇଥିଲେ? ଆକାଶ ଗଙ୍ଗା ଦେଇଥିଲେ। ଓକେ, ତ ଆକାଶ ଗଙ୍ଗା ଯାହା, ମିଲ୍କି ୱେ ଗ୍ୟାଲାକ୍ସି ବି ସେ। a galaxy is a huge system of billions of stars। ଓକେ, ହେଲା ଗୋଟେ ଗ୍ୟାଲାକ୍ସି କଣ? ହ୍ୟୁଜ ସିଷ୍ଟମ ଅଫ ବିଲିୟନ୍ସ ଅଫ ଷ୍ଟାର। ଗୋଟେ ମିଲିୟନ 10 to the power କେତେ? 6। ଗୋଟେ ମିଲିୟନ ହଉଛି କେତେ? 10 to the power 6। ଗୋଟେ ବିଲିୟନ କେତେ କହିଲ? 1 billion ଇଜ ଇକ୍ୱାଲ ଟୁ 10 to the power 9, ଯୋଉଟା କେତେ? 100 କୋଟି, କେତେ? 100 crore। ଏଟା ହଉଛି 10 ଲକ୍ଷ, ଏଟା ହଉଛି 100 crore। ତାହେଲେ ଗୋଟେ ଗ୍ୟାଲାକ୍ସି ଇଜ ହ୍ୟୁଜ ସିଷ୍ଟମ ଅଫ ବିଲିୟନ୍ସ ଅଫ ଷ୍ଟାର। ତାହେଲେ ଶହ ଶହ କୋଟି ଷ୍ଟାର ହେଲେ ଗୋଟେ ଗ୍ୟାଲାକ୍ସି କ୍ରିଏଟ କରିବେ। କ୍ଲାଉଡ୍ସ ଅଫ ଡଷ୍ଟ ଆଣ୍ଡ ଗ୍ୟାସେସ୍। ମାନେ ମାନେ ଡଷ୍ଟ ବୋଲି କଣ? ଯୋଉ ଧୂଳିକଣା, ମାନେ ଏମାନଙ୍କର ଗୋଟେ ବିରାଟ ସମାହାର ଏବଂ ଗ୍ୟାସେସ୍। ଦେର ଆର୍ ମିଲିୟନ୍ସ ଅଫ ସଚ୍ ଗ୍ୟାଲାକ୍ସିଜ୍। ତାହେଲେ ଏଇ ଯୋଉ ଭଳିଆ ଗ୍ୟାଲାକ୍ସି, ଏଇଭଳିଆ ଗ୍ୟାଲାକ୍ସି କେତେ ଅଛି? ମିଲିୟନ୍ସ ଅଛନ୍ତି। ମିଲିୟନ୍ସ ବେଳେ 10 ଲକ୍ଷ କିନ୍ତୁ କେତେ ଗ୍ୟାଲାକ୍ସି ଅଛନ୍ତି। ଓକେ, ସେଇ ଗ୍ୟାଲାକ୍ସିରେ କଣ? ବିଲିୟନ୍ସ କଣ ଅଛନ୍ତି? ଷ୍ଟାର ଅଛନ୍ତି। ବିଲିୟନ୍ସ ଷ୍ଟାର କୋଉଠି ରହିଲେ? ଗ୍ୟାଲାକ୍ସି ଭିତରେ ରହିଲେ। କୋଉଠି ରହିଲେ? ଗ୍ୟାଲାକ୍ସି ଭିତରେ ରହିଲେ ବିଲିୟନ୍ସ ଷ୍ଟାର। ଠିକ ଅଛି, ତ ଏଇଭଳିଆ ଗ୍ୟାଲାକ୍ସି କେତେ ଅଛନ୍ତି? ଇଏ ହେଲା ଗୋଟିଏ ଗ୍ୟାଲାକ୍ସି। ତ ଏଇଭଳିଆ ବିଲିୟନ୍ସ ଷ୍ଟାର କେତେ ଅଛନ୍ତି? ଦେयर ଆର୍ ମିଲିୟନ୍ସ ଅଫ ସଚ୍ ଗ୍ୟାଲାକ୍ସିଜ୍। ତ ଏଇଭଳିଆ କେଇଟା ଗ୍ୟାଲାକ୍ସି ଅଛନ୍ତି? 10 ଲକ୍ଷ, 10 to the power 6। ଓକେ, ମାନେ ଏଇଭଳିଆ ଲକ୍ଷ ଲକ୍ଷ କେତେ? 10 ଲକ୍ଷ ଲେଖେ ଗ୍ୟାଲାକ୍ସି ଅଛନ୍ତି। ନା ଗୋଟେ ଗ୍ୟାଲାକ୍ସିରେ କଣ? ବିଲିୟନ୍ସ ଅଫ ଷ୍ଟାର ଅଛନ୍ତି। ଓକେ, ବୁଝିପାରିଲ ନା ନାହିଁ? ତାର କହୁଛି ଏଇ ଯୋଉ ସବୁ ଜିନିଷ କଣ କ୍ରିଏଟ କରୁଛନ୍ତି? ଏ ସବୁ ଜିନିଷ ହଉଛି ହଁ, there are millions of such galaxies that make the universe। ଓକେ, ତାହେଲେ ଏଇଭଳିଆ ଏଇ ଯୋଉ ବର୍ତ୍ତମାନ ବିଲିୟନ ଷ୍ଟାର ରହିଲେ, ଷ୍ଟାର ଭିତରେ ଗ୍ୟାଲାକ୍ସି ରହିଲା, ଗ୍ୟାଲାକ୍ସି ଭିତରେ ମିଲିୟନ୍ସ କଣ? ଏଇଭଳିଆ ଗ୍ୟାଲାକ୍ସି ରହିଲା। ତ ଏସବୁ ମିଶିଲେ କଣ କ୍ରିଏଟ ହଉଛି? ୟୁନିଭର୍ସ ହଉଛି। ତ ଭାବ ୟୁନିଭର୍ସ ଟା କେତେ ବଡ। Okay, it is difficult to imagine how big the universe is। Scientists are still trying to find out more and more about it। Okay, ତ ବୈଜ୍ଞାନିକ ମାନେ କଣ ଏବେ ବି ୟୁନିଭର୍ସ ଭିତରେ ବହୁତ କିଛି ଜିନିଷ ଖୋଜୁଛନ୍ତି। we are not certain about its size। Okay, ଆମେ ଏ ସାଇଜ ବିଷୟରେ କିଛି ଆମେ ସଟନ ବା ନିର୍ଦ୍ଦିଷ୍ଟ ନୁହନ୍ତି। but we know that ଆମେ ଜାଣିଛୁ ଯେ all of us, okay, ଆମେ ପୃଥିବୀରେ ଯେତେ ରହୁଛନ୍ତି ସମସ୍ତେ
माने खाली पृथ्वी नु बाकी प्लैनेट रे all of us, you and I belong to this universe. Okay, ଆମେ ଏଇ ୟୁନିଭର୍ସ ରେ ବିଲଙ୍ଗ କରନ୍ତି। ଆମେ ସମସ୍ତ ଆମ ସମସ୍ତଙ୍କର ୟୁନିଭର୍ସ କଣ ଗୋଟିଏ, ଠିକ ଅଛି। କାହିଁକି ନା ଆମେ ଗୋଟିଏ ସୋଲାର ସିଷ୍ଟମ ରେ ରହୁଛନ୍ତି। ଓକେ, ତ ଏଇଭଳିଆ ମିଲିୟନ୍ସ ଅଫ ସୋଲାର ସିଷ୍ଟମ ଅଛନ୍ତି। Okay, so this is the end of this class actually. Okay, so we'll discuss the question answers in the next class. Okay, so it देखो it रहलो कौन, it रहलो तमे, तापर it रहलो कौन अर्थ। Okay, अर्थ अर्थ भले एमती केते प्लैनेट मिसी कोन कले सोलार सिस्टम क्रिएट कले। ओके, तो एई भले केते सोलार सिस्टम मिसी कोन होला मिल्की वे गैलेक्सी ହେଲା। तो एई भले केते मिल्की वे गैलेक्सी मिल्की वे आसिला यूनिवर्स क्रिएट ହେଲା। मतलब यूनिवर्स टा बहुत बड़, तापर मिल्की वे गैलेक्सी, तापर सोलार सिस्टम, तापर अर्थ, तापर मतलब भाबो। ओके, ठीक अछि। So this is the end of today's class. Thank you.